ଥରେ ଗୋଟିଏ ଜଙ୍ଗଲରେ ରହୁଥିଲା ଏକ ଚୋର କାଉ। ସେ ଚଢ଼େଇମାନଙ୍କୁ ଠକି ତାଙ୍କ ଘରୁ ଖାଇବା ଚୋରି କରି ନେଇ ଯାଉଥିଲା। ଦିନେ ସେ ଧରା ପଡ଼ିଗଲା। ଚଢ଼େଇମାନେ ପିଟି ପିଟି ତାକୁ ଜଙ୍ଗଲରୁ ବାହାର କରିଦେଲେ। ସେହି ସମୟରେ ଜୋରେ ବର୍ଷା ଆରମ୍ଭ ହେଇଗଲା। ଚୋର କାଉ ବର୍ଷାରେ ଭିଜି ଭିଜି ଏକ ଗଛ ତଳେ ବସିଥିଲା। ଧେତ୍, ଟିକିଏ ଭୁଲ ପାଇଁ ମୁଁ ଚଢ଼େଇମାନଙ୍କ ପାଖରେ ଧରା ପଡ଼ିଗଲି। ସେମାନେ ମୋତେ ମୋ ଘରୁ ବାହାର କରିଦେଲେ। ମୁଁ ତ କିଛି ବି କାମ ଶିଖିନି। ଜାଣିପାରୁନି ଏବେ ଘର କେମିତି ତିଆରି କରିବି, ଖାଇବା କେମିତି ଯୋଗାଡ଼ କରିବି। ମୋ ଦ୍ୱାରା ଏତେ କାମ ହେଇପାରିବନି। ବର୍ଷା ଛାଡ଼ିବା ଯାଏଁ ମୁଁ ଏ ଗଛ ତଳେ ବସିଥାଏ। ଏଇ କାଉ, ତୁ ଘରକୁ ନ ଯାଇ ଏଇ ଝଡ଼ ବର୍ଷାରେ ଭିଜୁଛୁ କାହିଁକି? ତୁ କ'ଣ ଜାଣିନୁ ବିଜୁଳି ଘଡ଼ଘଡ଼ି ସମୟରେ ଗଛ ତଳେ ରହିବା ଠିକ୍ ନୁହଁ? ଯା, ଶୀଘ୍ର ନିଜ ଘରକୁ ଫେରିଯିବୁ। ଆରେ ଆରେ, ଏଇଟା ତ ଗୋଟେ ପରୀ। ମୁଁ ଶୁଣିଛି ପରୀମାନଙ୍କ ପାଖରେ ଯାଦୁ ଶକ୍ତି ଥାଏ। ମୁଁ ଏ ପରୀ ପାଖରେ ମିଛ ନାଟକ କରି ଏକ ଯାଦୁର ଘର ମାଗେ। ମୋତେ ଆଉ କାମ କରିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ସେ ଯାଦୁର ଘରେ ବସି ବସି ମୁଁ ଖାଇବା ପାଇଯିବି। ପରୀ, ମୋ ଦୁଃଖ କଥା ଆଉ କ'ଣ କହିବି। ମୁଁ ବହୁତ ଗରିବ। ମୋ ପାଖରେ ରହିବାକୁ ଘର ନାହିଁ। ଏଇ ଜଙ୍ଗଲର ଚଢ଼େଇମାନେ ବହୁତ ନିଷ୍ଠୁର। ମୁଁ ତାଙ୍କ ପାଖକୁ କାମ ମାଗିବାକୁ ଯାଇଥିଲି, ହେଲେ ସେମାନେ ମୋତେ ସାହାଯ୍ୟ ନ କରି ପିଟି ପିଟି ଜଙ୍ଗଲରୁ ବାହାର କରିଦେଲେ। ଆରେ କାଉ, ତୋର ତ ବହୁତ କଷ୍ଟ। ହଁ ପରୀ, ମୋର ବହୁତ କଷ୍ଟ। ହେଲେ ତୁମେ ଚାହିଁଲେ ମୋର କଷ୍ଟ ଦୂର ହେଇଯିବ। ପରୀ, ମୋତେ ଗୋଟେ ଯାଦୁର ଘର ଦିଅ ନା, ଯୋଉଠି ମୁଁ ଆଶ୍ରୟ ପାଇବି ଆଉ ଖାଇବା ବି ପାଇବି। ପରୀ, ତୁମେ ତ ଯାଦୁବିଦ୍ୟା ଜାଣିଥିବ। ଦିଅ ନା ପରୀ, ମୋତେ ଗୋଟେ ଯାଦୁର ଘର। ଠିକ୍ ଅଛି କାଉ, ମୁଁ ତତେ ଗୋଟେ ଘର ଦେବି। ହେଲେ ସେଇଟା ଯାଦୁର ଘର ନୁହଁ, ସାଧାରଣ ଘର। ମୋ ପାଖରେ ଏତେ ଯାଦୁ ଶକ୍ତି ନାହିଁ। ମୁଁ ଏଯାଏଁ ଭଲ ଭାବରେ ଯାଦୁବିଦ୍ୟା ଶିଖିନି। ହେଁ, ଏଇ ପରୀଟା ଏସବୁ କ'ଣ କହୁଛି? ସେ ଯାଦୁବିଦ୍ୟା ଶିଖିନି? ହାୟରେ ମୋ ପୋଡ଼ା କପାଳ। ଶେଷରେ ଗୋଟେ ଏମିତି ପରୀ ସହ ଦେଖା ହେଲା ଯିଏ ଯାଦୁ ଶିଖିନି। ଭାବିଥିଲି କ'ଣ ଆଉ ହେଲା କ'ଣ? ଆଚ୍ଛା ହଉ ପରୀ, ମୋତେ ସାଧାରଣ ଘର ଦେଇଥାଅ। ଏମିତିରେ ବି ମୋ ପାଖରେ ଘର ନାହିଁ। ଖାଇବା ମୁଁ ପରେ ଯୋଗାଡ଼ କରିବି। ଏଇ ନେ କାଉ, ଏଇଟା ଗୋଟେ ସାବୁନ ଘର। ଏଇଟା ଯାଦୁର ଘର ନୁହଁ, ସାଧାରଣ ଘର। ଏଇ ଘରେ ରହିବାର ସବୁ ବ୍ୟବସ୍ଥା ଅଛି। ଏମିତି କହି ପରୀ ସେଠାରୁ ଚାଲିଗଲା। ସେଦିନ ପରଠାରୁ କାଉ ସେ ସାବୁନ ଘରେ ରହିଲା। ଆଉ କେତେ ଦିନ ମୁଁ ନ ଖାଇ ରହିବି? ଏ ଘରେ ମୁଁ କେବଳ ଶୋଇପାରୁଛି, ହେଲେ ଖାଇବାକୁ ତ କିଛି ପାଉନି। ଏମିତି ଯଦି ଚାଲିବ ମୁଁ ଶୁଖିକି କଣ୍ଟା ହେଇଯିବି। ଧରା ପଡ଼ିଯିବା ପରେ ଚଢ଼େଇମାନେ ମୋତେ ଅନେକ ପିଟିଛନ୍ତି। ମୁଁ ଏବେ ତାଙ୍କ ଘରେ ଆଉ ଚୋରି ବି କରିପାରିବିନି। ଜାଣିପାରୁନି ଏବେ କ'ଣ କରିବି। କାଉ କ'ଣ କରିବା ଭାବୁଥିଲା, ହଠାତ୍ ସେ ଏକ ଦୁଷ୍ଟ ଉପାୟ ଚିନ୍ତା କଲା। ହଁ, ଭାବିନେଲି ଏବେ ମୁଁ କ'ଣ କରିବି। ଏବେ ଚଢ଼େଇମାନେ ନିଜେ ଆସି ମୋତେ ଖାଇବା ଦେବେ, ଆଉ ମୁଁ ବସି ବସି ଆରାମରେ ଖାଇବି। ଏମିତି ଚିନ୍ତା କରି ପରଦିନ ସକାଳେ କାଉ ଜୋର ଜୋରେ ଚିତ୍କାର କଲା। ଆସ ଆସ, ମୋ ପାଖକୁ ଆସ। ମୁଁ ହେଉଛି ଯାଦୁର ସାବୁନ ଘର। ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଟଙ୍କା ପଇସା ଧନ ରତ୍ନ ଦେଇ ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଯିଏ ବି ସାହାଯ୍ୟ ପାଇବାକୁ ଚାହୁଁଛ ମୋ ପାଖକୁ ଆସ। ଜଙ୍ଗଲର ଶେଷ ମୁଣ୍ଡରେ ମୁଁ ରହୁଛି। ଆସ ଆସ, ଏ ସାବୁନ ଘରକୁ ଶୀଘ୍ର ଆସ। ଚଢ଼େଇ, ଶୁଣିପାରୁଛୁ? କିଏ କହୁଛି ମୁଁ ସାବୁନ ଘର, ମୋ ପାଖକୁ ଆସ, ମୁଁ ସାହାଯ୍ୟ କରିବି। ହେଲେ ଚଢ଼େଇ, ସାବୁନ ଘର କ'ଣ କୋଉଠି ଥାଏ? ହଠାତ୍ ଆମ ଜଙ୍ଗଲକୁ ସାବୁନ ଘର କୋଉଠୁ ଆସିଲା? ମତେ ଲାଗୁଛି ନିଶ୍ଚୟ ଭଗବାନ ଆମକୁ ସାହାଯ୍ୟ କରିବା ପାଇଁ ଏଇ ସାବୁନ ଘରକୁ ଏଠାକୁ ପଠେଇଛନ୍ତି। ସେ ପରା କହୁଛି ସେ ଆମକୁ ଟଙ୍କା ପଇସା ଧନରତ୍ନ ଦେଇ ସାହାଯ୍ୟ କରିବ। ଏମିତି ହେଲେ ତ ଖୁବ୍ ଭଲ ହୁଅନ୍ତା। ସାବୁନ ଘର ପାଇଁ ଆମ ଭଳି ଗରିବ ଚଢ଼େଇଙ୍କୁ ଅନେକ ସାହାଯ୍ୟ ମିଳନ୍ତା। ଚାଲ ଚଢ଼େଇ, ସେ ସାବୁନ ଘର ପାଖକୁ ଯିବା। ସମସ୍ତେ ଏପରି ସ୍ୱର ଶୁଣି ଜଣ ଜଣ କରି ସବୁ ଚଢ଼େଇ ସାବୁନ ଘର ପାଖକୁ ଗଲେ। ଆରେ ଦେଖ ସମସ୍ତେ, ଏଠି ସେ ଅଦ୍ଭୁତ ସାବୁନ ଘର ଅଛି। ଆଚ୍ଛା ସାବୁନ ଘର, ତୁମେ କ'ଣ ସତରେ ଆମକୁ ସାହାଯ୍ୟ କରିବ ନା ଆମକୁ ମିଛ କଥା କହୁଛ? ତମ ମାନଙ୍କୁ କ'ଣ ଲାଗୁଛି ମୁଁ ମିଛ କହୁଛି? ଜଣେ ଯାଦୁର ପରୀ ମୋତେ ଏଠି ରଖିଛନ୍ତି। ମୋତେ ପରୀ କହିଥିଲେ ତମେ ମାନେ ବହୁତ ଗରିବ, ସେଥିପାଇଁ ମୁଁ ଏବେ ତମମାନଙ୍କୁ ଟଙ୍କା ପଇସା ଦେଇ ସାହାଯ୍ୟ କରିବି। ତୁମେ ସତ କହୁଛ? ତୁମେ ଆମକୁ ସାହାଯ୍ୟ କରିବ ସାବୁନ ଘର? ତାହେଲେ ଆଉ ଡେରି କାହିଁକି କରୁଛ? ଆମକୁ ଶୀଘ୍ର ସାହାଯ୍ୟ କର। ସାହାଯ୍ୟ ତ କରିବି, ହେଲେ ତା ପୂର୍ବରୁ ମୋର ଏକ ସର୍ତ୍ତ ଅଛି। ଯଦି ତମେ ମାନେ ରାଜି ହେବ ତାହେଲେ ଯାଇ ମୁଁ ତମମାନଙ୍କୁ ସାହାଯ୍ୟ କରିବି। ହଁ ହଁ, ଆମେ ତୁମର ସବୁ ସର୍ତ୍ତରେ ରାଜି। ଏବେ କୁହ, ତୁମକୁ କ'ଣ ଦରକାର? ତମେ ମାନେ ପ୍ରତ୍ୟେକ ଦିନ ମୋ ପାଇଁ ଖାଇବା ଆଣିବ। ଏଇ ସାବୁନ ଘରର ଝରକା ପାଖରେ ସବୁ ଖାଇବା ରଖିଦେବ। ଯିଏ ଯେତିକି ଖାଇବା ମୋତେ ଦେବ ମୁଁ ତାକୁ ସେତିକି ଟଙ୍କା ଦେଇ ସାହାଯ୍ୟ କରିବି। ହେଲେ ତୁମେ ତ ଗୋଟେ ସାବୁନ ଘର, ଆମ ଖାଇବା ନେଇ ତୁମେ କ'ଣ କରିବ? ଏତେ କଥା ଶୁଣିବାକୁ ମୋତେ ଭଲ ଲାଗେନି। ମୋତେ ଖାଇବା ଦେବ ନା ମୁଁ ଆଉ ଏକ ଜଙ୍ଗଲକୁ ଯିବି? ନା ନା, ଏ ଜଙ୍ଗଲ ଛାଡ଼ି ତୁମେ କୁଆଡ଼େ ବି ଯାଅନି। ଆମେ ତୁମର ସବୁ କଥା ମାନିବୁ। ତାପରେ ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପରଦିନ ସେମାନେ ସାହାଯ୍ୟ ପାଇବା ଆଶାରେ ନିଜେ ନ ଖାଇ ତାଙ୍କ ଖାଇବା ଧରି ସାବୁନ ଘର ପାଖକୁ ଗଲେ, ଆଉ ଝରକା ପାଖରେ ରଖିଦେଲେ। ସେପଟେ ଏତେ ସାରା ଖାଇବା ଦେଖି କାଉର ଖୁସି ତ କହିଲେ ନ ସରେ। ବାଃ ବାଃ, ମୋର ତ କେତେ ବୁଦ୍ଧି। ଏବେ ମୁଁ ସବୁଦିନ ବସି ବସି ଖାଇବା ଖାଇବି।
ସାବୁନ ଘର ତୁମ କହିବା ଅନୁସାରେ ଆମେ ତୁମ ପାଇଁ ଖାଇବା ଆଣିଦେଲୁ। ଏବେ ଆମକୁ ସାହାଯ୍ୟ କର। ଓହୋ ତମେ ମାନେ ଏତେ ଅଧୈର୍ଯ୍ୟ କାହିଁକି ହେଉଛ? ସମୟ ଆସିଲେ ସମସ୍ତେ ସାହାଯ୍ୟ ପାଇବ। ଏବେ ଯାଅ ଏଠୁ, ମତେ ବିରକ୍ତ କରନି। ଆଉ ହଁ, କାଲି ଠିକ୍ ସମୟରେ ଖାଇବା ଧରି ଏଠାକୁ ଆସିବ। ସାବୁନ ଘରର ଏପରି କଥା ଶୁଣି ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପ୍ରତିଦିନ ସେମାନେ ଖାଇବା ଆଣି ସାବୁନ ଘରର ଝରକା ପାଖରେ ରଖି ଦେଉଥିଲେ। କାଉ ବସି ବସି ଆରାମରେ ଖାଇବା ଖାଉଥିଲା। ଏମିତି କିଛି ଦିନ ବିତିଗଲା। ଦିନେ, ସାବୁନ ଘର ତୁମେ କେବେ ଆମକୁ ସାହାଯ୍ୟ କରିବ? ତୁମ କହିବା ଅନୁସାରେ ପ୍ରତ୍ୟେକ ଦିନ ଆମେ ନିଜେ ନ ଖାଇ ତୁମକୁ ଖାଇବା ଦେଉଛୁ, ହେଲେ ଆଜି ଯାଏଁ ତୁମେ ଆମକୁ ସାହାଯ୍ୟ କାହିଁକି କରୁନ? ଚଢ଼େଇ, ମତେ ଲାଗୁଛି ଏ ସାବୁନ ଘର ମିଛ କଥା କହି ଆମକୁ ଠକୁଛି। ଆମର ସବୁ ଖାଇବା ଇଏ ନଷ୍ଟ କରିଛି। ୟାକୁ ଏଠି ରଖି କିଛି ଲାଭ ନାହିଁ। ଚାଲ ସମସ୍ତେ ମିଶି ଏ ସାବୁନ ଘରକୁ ଭାଙ୍ଗିଦେବା। ନା ଥିବ ବାଉଁଶ ଆଉ ନା ବାଜିବ ବଇଁଶୀ। ସବୁ ଚଢ଼େଇ ରାଗି ଯାଇ ଲାଠି ଆଣି ସାବୁନ ଘରକୁ ପିଟି ପିଟି ଭାଙ୍ଗିଦେଲେ। ଏ କଣ ଦୁଷ୍ଟ କାଉ, ତୁ ତାହେଲେ ଆମକୁ ଠକି ପ୍ରତିଦିନ ଆମଠୁ ଖାଇବା ଖାଉଥିଲୁ? ନା ମାନେ ଇଏ ଚୋରି କରି ମାଡ଼ ଖାଇଲା ପରେ ବି ତତେ ଶିକ୍ଷା ମିଳିଲାନି? ଆରେ ସମସ୍ତେ ଦେଖୁଛ କଣ? ଏ କାଉକୁ ଉଚିତ ଶିକ୍ଷା ଦରକାର। ମାର ଏ କାଉକୁ। ସାବୁନ ଘରେ କାଉକୁ ଦେଖି ଚଢ଼େଇ ମାନେ ଅନେକ ରାଗି ଯାଇଥିଲେ। ସମସ୍ତେ ମିଶି କାଉକୁ ଅନେକ ପିଟିଲେ। ଆଉ ମାଡ଼ ସହି ନ ପାରି କାଉ କୌଣସି ମତେ ନିଜ ଜୀବନ ନେଇ ସେ ଜଙ୍ଗଲ ଛାଡ଼ି ଦୂରକୁ ଚାଲିଗଲା। ଗୋଟିଏ ଜଙ୍ଗଲରେ ଥିଲା ଏକ ରାଣୀ କାଉ। ସେ ପ୍ରତି ମାସରେ ଚଢ଼େଇଙ୍କଠୁ ଖଜଣା ଆଦାୟ କରୁଥିଲା। ଯିଏ ବି ଖଜଣା ଦେଉନଥିଲା କାଉ ତା ଉପରେ ଅନେକ ଅତ୍ୟାଚାର କରୁଥିଲା। ଏମିତି ଦିନେ, ଚଢ଼େଇ ଘରେ ଯଦି ଅଛ ଶୀଘ୍ର ବାହାରକୁ ଆସେ। 3 ମାସ ଧରି ମତେ ଖଜଣା ଦେଇନୁ, ଆଜି ତୋର ରକ୍ଷା ନାହିଁ, ଶୀଘ୍ର ବାହାରକୁ ଆସ। ରାଣୀ କାଉର ଚିତ୍କାର ଶୁଣି ଚଢ଼େଇ ଆଉ ତାର ଛୁଆ ଘର ବାହାରକୁ ଚାଲି ଆସିଲେ। ମା ଚଢ଼େଇଟି ଡରି ଡରି କହିଲା, ରାଣୀ ମା, ଏଥର ମୋ ଜମିରେ ଫସଲ ହେଇନି। ଏବେ ତ ଖରାଦିନ ଚାଲିଛି, ପାଣି ଅଭାବରେ ମୁଁ କିଛି ବି ଚାଷ କରିପାରିଲିନି। ସେଥିପାଇଁ ମୁଁ ଆପଣଙ୍କୁ ଖଜଣା ଦେଇନି। ମୋ ଜଙ୍ଗଲରେ ଯାହାର ବି ଜମି ଅଛି ସେ ମତେ ଖଜଣା ଦେବାକୁ ବାଧ୍ୟ। ତୋର ଫସଲ ହେଲା କି ନହେଲା ସେ କଥା ମୁଁ ଜାଣିନି। ଠିକ୍ ସମୟରେ ତୁ ଖଜଣା ଦେଇନୁ ମାନେ ଏବେ ତ ଶାସ୍ତି ପାଇବୁ। ଏଇ ଥରକ ମତେ କ୍ଷମା କରିଦିଅନ୍ତୁ ରାଣୀ ମା, ଏଭଳି ଭୁଲ ଆଉ କେବେ ବି ହେବନି। ମୋ ଫସଲ ନହେଲେ ବି ଖୁବ୍ ଶୀଘ୍ର ମୁଁ ଆଉ କିଛି କାମ କରିକି ଆପଣଙ୍କୁ ଖଜଣା ଦେଇଦେବି। ଏଇ ଥରକ ମତେ ଛାଡ଼ି ଦିଅନ୍ତୁ। କ୍ଷମା କଣ ମୁଁ ଜାଣିନି। ଆଜିଠୁ ତୋର ଜମି ଆଉ ତୋର ଘର ସବୁ ମୋର ହେଇଗଲା। ଆରେ ଛିଡ଼ାଇ ଦେଖୁଛ କଣ? ଯାଅ ପିଟି ପିଟି ଚଢ଼େଇକୁ ଜଙ୍ଗଲରୁ ବାହାର କରିଦିଅ। ରାଣୀ କାଉର କଥା ଶୁଣି ତାର ସିପାହୀ ମାନେ ମା ଚଢ଼େଇକୁ ବହୁତ ପିଟିଲେ। ଟଙ୍କା ନହେଲେ ମୁଁ ଖଜଣା ଦେବି କେମିତି? ରାଣୀ ମା, ମୋ ଉପରେ ଟିକେ ଦୟା କରନ୍ତୁ, ମତେ ଆଉ ମାରନି, ମତେ ଛାଡ଼ି ଦିଅ। ଛାଡ଼ ମୋ ମାକୁ। ମା, ଏମାନେ ତମକୁ ମାରୁଛନ୍ତି କାହିଁକି? କିଏ ଅଛ? ଶୀଘ୍ର ଆସ, ମୋ ମାକୁ ଏମାନେ ମାରୁଛନ୍ତି, ଆମକୁ ରକ୍ଷା କର। ଚଢ଼େଇ ଛୁଆର ଚିତ୍କାର ସମସ୍ତେ ଶୁଣିଲେ ବି ଦୁଷ୍ଟ ରାଣୀ କାଉ ଭୟରେ କେହି ବି ସେଠାକୁ ଆସିଲେନି। ସିପାହୀ ମାନେ ପିଟି ପିଟି ଚଢ଼େଇ ଆଉ ତାର ଛୁଆକୁ ଜଙ୍ଗଲରୁ ବାହାର କରିଦେଲେ। ଭଗବାନ, ଆଉ ମୋର କେତେ ପରୀକ୍ଷା ନେବ? ସ୍ୱାମୀ ଚାଲିଯିବା ପରେ ଅତି କଷ୍ଟରେ ମୁଁ ରହିବା ପାଇଁ ଏକ ଘର ତିଆରି କରିଥିଲି। ଆଜି ମୋ ପାଖରୁ ସେଇଟା ବି ଚାଲିଗଲା। ଏବେ ମୁଁ ମୋ ଛୋଟ ଛୁଆକୁ ନେଇ କୁଆଡ଼େ ଯିବି? ମା, ସେ ଦୁଷ୍ଟ ଚଢ଼େଇ ମାନେ ଆମକୁ ଘରୁ କାହିଁକି ବାହାର କରିଦେଲେ? ମତେ ଭାରି ଭୋକ ଲାଗିଲାଣି। ଚାଲ ନା ମା, ଘରକୁ ଯିବା, ମୁଁ ଭାତ ଖାଇବି। ଏମିତି କହି ଛୋଟ ଚଢ଼େଇ ଛୁଆଟି ଘରକୁ ଯିବା ପାଇଁ ତା ମାର ହାତକୁ ଟାଣୁଥିଲା। ମା ଚଢ଼େଇଟି ତାର କିଛି ବି ଉତ୍ତର ଦେଉନଥିଲା। ସେ ମନରେ ଚିନ୍ତା କଲା, ଏମିତି ରାସ୍ତା ରାସ୍ତା ବୁଲିବା ଅପେକ୍ଷା ମରିଯିବାଟା ବହୁତ ଭଲ। ହେଲେ ମୁଁ ଏକା ମରିବିନି, ମୋ ଛୁଆକୁ ବି ସାଙ୍ଗରେ ନେଇଯିବି। ସେ ଏକୁଟିଆ ଏଠି ରହିଲେ ଖାଇବାକୁ ନ ପାଇ ଛଟପଟ ହେବ। ଏମିତି ଚିନ୍ତା କରି ମା ଚଢ଼େଇ ତା ଛୁଆର ହାତ ଧରି ତାକୁ ଟାଣି ଟାଣି ନଦୀ ପାଖକୁ ନେଇଯାଏ। ମା, ମତେ କୋଉଠିକି ନେଉଛ? ମୋ ହାତ ଛାଡ଼ ମା, ମତେ ଭାରି କଷ୍ଟ ହେଉଛି। ହେଲେ ମା ଚଢ଼େଇ ତାର କିଛି ବି ଉତ୍ତର ଦେଉନଥିଲା। ସେ ନଦୀ କୂଳରେ ପହଞ୍ଚିଲା ପରେ ଯେମିତି ନଦୀରେ ଡେଇଁବାକୁ ଚେଷ୍ଟା କଲା, ହଠାତ୍ ପାଣି ଭିତରୁ ଏକ ଜଳପରି ବାହାରି ଆସିଲା। ଚଢ଼େଇ, ଏ ନଦୀରେ ତୁ କାହିଁକି ଡେଇଁବାକୁ ଆସିଛୁ? ତୁ କଣ ଜାଣିନୁ ଆତ୍ମହତ୍ୟା କରିବା ମହାପାପ? ଏଭଳି ଭୁଲ ତୁ କାହିଁକି କରିବାକୁ ଚାହୁଁଛୁ? କହ ମତେ। ତୁମେ ଯେତେବେଳେ ଜାଣିପାରିଲ ମୁଁ ଆତ୍ମହତ୍ୟା କରିବାକୁ ଆସିଛି, ତାର କାରଣ ବି ତ ତୁମେ ଜାଣିଥିବ। ତୁମେ ହିଁ କୁହ, ଆତ୍ମହତ୍ୟା କରିବା ଛଡ଼ା ମୋ ପାଖରେ ଆଉ କଣ ରାସ୍ତା ଅଛି? ଏ ଜଙ୍ଗଲରେ ରହିବା ବହୁତ କଷ୍ଟ, କେହି କାହାରି ଦୁଃଖ ବୁଝିପାରନ୍ତିନି। ମୁଁ ଆଉ ଏ ଜଙ୍ଗଲରେ ରହିବାକୁ ଚାହୁଁନି। ହଁ, ମୁଁ ସବୁ ଜାଣିଛି। ମୁଁ ନଦୀ ଭିତରେ ରହିଲେ ବି ନଦୀ ଉପରେ କଣ ଘଟୁଛି ମୁଁ ସେସବୁ ଜାଣେ। ତୁ ଏ ଜଙ୍ଗଲରେ ରହିବାକୁ ଚାହୁଁନୁ ତ? ଠିକ୍ ଅଛି, ମୁଁ ତତେ ସାହାଯ୍ୟ କରିବି। ରହିବାକୁ ମୁଁ ତତେ ଘର ବି ଦେବି। ଏ ନଦୀ ଭିତରେ ଏକ ବଡ଼ ଘର ଅଛି। ତମେ ମା ଛୁଆ ଆଜିଠୁ ସେଇ ଘରେ ରହିବ। ସେ ଘରେ ହୀରା ସୁନାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ ଜିନିଷ ଅଛି। ତମେ ମାନେ ସେଠି ସବୁ ସୁବିଧା ପାଇବ। ତୁମେ ଆମକୁ ସାହାଯ୍ୟ କରିବ ଯେ, ହେଲେ ଆମେ ତ ଚଢ଼େଇ, ନଦୀ ଭିତରେ ଆମେ ରହିବୁ କେମିତି? ପାଣି ଭିତରେ ତ ଆମେ ନିଶ୍ୱାସ ନେଇପାରିବୁନି। ସେମିତି ହେଲେ ତ ଆମେ ମରିଯିବୁ। ସେ କଥା ତମେ ମାନେ ଚିନ୍ତା କରନି। ପାଣି ଭିତରେ ରହିବା ପାଇଁ ମୁଁ ତମମାନଙ୍କୁ ଶକ୍ତି ଦେବି। ଏମିତି କହି ଜଳପରି ଚଢ଼େଇ ଆଉ ତାର ଛୁଆକୁ ପାଣି ଭିତରେ ରହିବାର ଶକ୍ତି ଦେଲା। ତାପରେ ସେ ସେମାନଙ୍କୁ ନେଇ ନଦୀ ଭିତରକୁ ଗଲା।
नदी भितरी एक बड़ घर थिला। जल परी माँ चढ़ई आउ तार छुआ को से घरे पहुंचाई देला। तापरी से सेठारु चलीगला। एहीपरी अनेक दिन बीतीगला। माँ छुआ नदी भितरी बहुत खुशी थिले। सेपटे दुष्ट राणी काउर अत्याचार दिनकु दिन बढ़ी चलीथिला। चढ़ई माने खूब चिंतारे थिले। माँ माँ जानिच काली मु नदी कूल को जाइथिली। सेठी ना किछि चढ़ई कथा हेउथिले। सेमाने कहुथिले से जंगलर दुष्ट राणी काउ गरीब असहाय चढ़ईक उपरे अनेक अत्याचार करूची। सेमानंकु से घर बाहर कर देउची। मु भी एक कथा जानिबाकु पाइली रे माँ। से दुष्ट राणी काउ पई आम परी केते गरीब असहाय कष्ट पाउचंती। आमर ए घरे तो अनेक सुना टंका अछि। मु भाबुची एठु किछि सुना टंका नै मु गरीब चढ़ईको सहाय्य करिबी जेमिति सेमाने आम परी कष्ट न पाइबे। एमिति कथा हेई से माँ छुआ किछि सुना टंका एक पोटली रे बांधी नदी उपरକୁ आसिले। सेठी सेमाने छिड़ा हेई गरीब चढ़ईको अपेक्षा कले। सेतेबेले एक चढ़ई से रास्ताରେ जाउथिला। से माँ चढ़ईर सांग थिला। से सेमानकु देखि तांका पाखु गला। अरे सांग तू तो छुआ सह एबे कोठी रहउछु? राणी काउ तते जंगलरु बाहर कला परी मु तते अनेक खोजिची हेले तते कोठी भी पाइलिनी। एबे तो कोठी रहउछु? मु मो छुआ सह एई नदी भितरे घर करी रहउची। से सबु अनेक कथा आउ केबे समय पाइले मु तते सब घटना कहिबी। मु जानिची तो बहुत गरीब। मु किछि सोना टंका आनिची। ए ने ए सबु नै तू आराम रे चली परिबो। से दुष्ट राणी काउर अत्याचार तते आउ सहिबाको पड़िबनी। मु प्रत्येक दिन किछि सोना टंका आनी एठे छिड़ा हेइतिबी। तू एक कथा जंगलर सब चढ़ईको कहिदेबो। मु समस्तको सहाय्य करबाको चाहूची। एमिति कहि चढ़ई ताकू सब सोना टंका देई सेठारु चली गला। से चढ़ई भी समस्तको एक कथा जणाई देला। प्रत्येक दिन गरीब चढ़ई माने नदी कूलको जाउथिले। माँ चढ़ई तांको सोना टंका देई सहाय्य करूथिला। धीरे धीरे एक कथा राणी काउ भी जानि पारिला। टंका न देबारु मु से चढ़ई को जंगलरु बाहर कर देइथिली। नदी भितर से गुप्तधन पाई बड़ लोक हे जाइछि। से नदी मो जंगल रे अछि माने ता भितर थिबा सब धन संपत्ति मोर। मु से सब चढ़ई पाखरु छड़ी की नै आसीबी। राणी काउ चढ़ई कथा भाबी भाबी ताकू बहुत ईर्षा करूथिला। दिने से काहाको भी सांगरे न नै नदी कूलको चली गला। ए नदी मो जंगल रे अछि माने ए नदी मोर आउ ता भितर थिबा सब धन संपत्ति भी मोर। से चढ़ईर एते साहस से नदी भितर सुना टंका गाड़ी समस्तको बांटुची ना। आउ मु एमिति हेबाको देबिनी। आज ही मु ए नदी भितर थिबा सब धन संपत्ति नै आसीबी। आग देखि आसे नदी भितर कोठी सुना अछि। एमिति कहि राणी काउ नदी भितर को डेई पड़िला। दुर्भाग्य को से नदी भितर थिबा किछि लटारे छंदी हे गला। जेते चेष्टा कले भी से लटा भितर बाहरी पारिलानी। पानी भितर निश्वास न नै पारी किछि समय रे ही राणी काउ मरि गला। सेपटे राणी काउर सिपाही माने चारिआडे ताकू खोजुथिले। राणी काउ को न पाई से माने भी से जंगल छाड़ी चली गले। एमिति से अत्याचारी काउंको पाखरु सब चढ़ई मुक्त हेले। माँ चढ़ई भी प्रतिदिन नदी बाहरी गरीब चढ़ईको सोना टंका दे सहाय्य करूथिला। ओ भारी शोष लागुची। पानी न पाइलारु मो शक्ति चली जाइची। किए अछ मते टिके पानी दियो। एमिति से बादल रास्ता रे पड़ी चित्कार करूथिला। सेही समय रे माँ चढ़ई एक कलसी रे पानी धरी से रास्ता रे जाउथिला। बादल रे एपरी चित्कार सुनी से ता पाखु गला। चढ़ई मते टिके पानी दे। मते भारी शोष लागुची। पानी न पाइलारु मो देहरे शक्ति नाही। ए कोन तुमे बादल हे कथा केमिति कहि पारुछ? बादल को कोन शोष लागे? ए कथा मु नुआ सुनिली। मु साधारण बादल नुह चढ़ई। मो कथा कहि पारी। तुम जंगल रे वर्षा करिया पई बादल राणी मते एठाको पठेइथिली। मु पानी पीबा पई नदी को जाउथिली। हेले मते शोष लागिबार मु दुर्बल हेइ गली। आउ आगु को जाई पारिलिनी। ओ एमिति कथा। तुमे चिंता करनी बादल। मु एबे नदी रो पानी नेउथिली। तुमे गोटे कलसी पानी पी देई थाओ। तुमको शक्ति मिलिले तुमे नदी को जिबो। एमिति कहि चढ़ई बादल को पानी पीबा पई देला। पानी पीला परी बादल को भल लागिला। बहुत बहुत धन्यवाद चढ़ई। तो पई मु आज शक्ति फेरी पाइली। एबे मु नदी को जाई पारिबी। चढ़ई काली तुम जंगल रे प्रबल वर्षा हेबो। तू शीघ्र किछि खाइबा जोगाड़ करि नै था। तापरी बादल सेठारु चली गला। बादलर कथा सुनी माँ चढ़ई शीघ्र बाजार को गला। आउ अनेक सारा खाइबा धरी घर को फेरी आसिला। परदिन सकाळी माँ माँ अनेक दिन हेइ गलानी हमें आई घर को जाई नांदी। चलो ना माँ आज हमें आई घर को जिबा। हां माँ मोर भी आई कथा भारी मने पडुची। चलो ना माँ आज हमें आई घर को बुलिया पे जिबा। आमी जाई थांते छि पिला माने हेले आज हम जंगल रे प्रबल वर्षा हेबो। तुम आई घर बहुत दूर। आज जदि हमें बाहर को जिबा वर्षा रे भिजी जिबा। वर्षा रे भिजिले हम देह खराब हे जिबो। आ किछि दिन अपेक्षा कर पाग भल देखि आमे तुम आई घर को बुलिया पे जिबा। माँ तुमे मिछ कहउछ कोन पई? बाहरी देखो केते खरा देउची। आज केमिति वर्षा हेबो। तापरी माँ चढ़ई बादलर सब कथा तार दुई छुआंको कहिला। अच्छा ठीक अछि माँ आमे आज बुलिबा को जिबुनी। माँ आमे एबे खेलिया पे बाहर को जाउछु। अच्छा हो जाओ हेली सुनो वर्षा आरंभ हेले शीघ्र घर को चली आसीबो। ठीक अछि माँ। कुन्नी चल आज हमें दुई जण आई घर को जिबा। हमको बाहर को न छाड़िया पई माँ हमको मिछ कहले। तू नीचे ही भाबे बादल कोन केबे पानी पी पारे।
हाँ मुन्नी तू ठीक कहलु हेले आमे एते दूर आई घर को केमिति जिबा मोर तो रास्ता ठीक रे मने पडुनी तू चिंता करनी मोर रास्ता ठीक मने अछि तू एबे मो संग रे चल तापरी दुई भौणी निज आई घर को जिबा पई बाहरिले रास्ता रे सेमाने बहुत थकी गले सेमाने एक जागा रे बसी विश्राम नेबा समय रे गोटे बाघ से दुई चढ़िया को देखि भाबिला अरे बा एते कौन या दुई चढ़े छुआ एठी एका एका जंगल रे कौन करूचंती मु जदी एबे चढ़े छुआ को धरिया पई जीबी एमाने उड़ी एठारु चली जिबे मु आग एमाने को मो कथारे भूली मो सांगरे मो गुंफा को नहीं जाए सेठी मु आराम रे ए दुई छुआ को मारी खाई परिबी बाघ एपरी चिंता करी चढ़ी छुआ पाख गला बाघ को देखी दुई चढ़ी छुआ खूब डरी गले ना ना हमको खाओनी हमको छाड़ी दियो तमे दुई छुआ भय करनी मु तम मानकर किछि क्षति करिबिनी मु गट्टी भलो बाघ मु चढ़ी छुआ को मारिनी ओलोटा मु तांको चॉकलेट दे तांको सह खेळे मो गुंफा रे अनेक चॉकलेट अछि तमे माने मो सांगरे आस मो गुंफा रे तिबा चॉकलेट खाई खेलिबो तुमे सत कहउछ तुम गुंफा रे अनेक चॉकलेट अछि चल कोनी आमे तांका गुंफा को जिबा आ चॉकलेट खाइबा मते चॉकलेट खाइबा को भारी मजा लागे मुन्नी देखे आकाश केमिति अंधार हे गलानी आई घर को शीघ्र न गले आमे वर्षा रे भिजी जिबा बाघ आमे आज आई घर को जाउछु काली फेरी आसीबो तापरे आमे तुम गुंफा को जाई चॉकलेट खाइबो अच्छा ठीक अछि मु काली एठी तम माने को जगी थिबी तमे माने मो पाख को आसीबो मु तम माने को मो गुंफा को नै जिबी एमिति कथा हे दुई चढ़ी छुआ निज आई घर को चली गले आउ बाघ निज गुंफा को फेरी गला दुई चढ़ी छुआ को निज घर देखि तांको आई कहिला कि रे कुनी मुनी तमे दुई जण एठी तम मां को आडे गला मु तो ताकू देखुनी आई मां म संगरे आसीनी आमे दुई जण एका ही एठा बसिचु आमे एठा को आसीबा कथा मां जानिनी कोन हेला तमे माने मां को किछि कहि के आसीनो तम मानको मां तम दुई जण को पई चिंता करथिबो अच्छा हो तमे माने आसी गलणी जेते बेले एबे आराम कर मु तम मान को काली नै तम घरे छाडी देबी ए कोन आकाश केते अंधार हे गलानी ए जाय म दुई छियो काहे कि घर को फेरिलेनी मु जाय देखे से माने कुआडी गले काऊ भौणी घरे अछ कि टिके बाहर को आस कौन हैला चढ़ी तू ए समय मो घर को आसिलु जे काऊ भौणी मो दुई छियो खेलिया पई बाहर को आसीथिले ए जाय घर को फेरी नाहंती से माने कोन तुम घरे अछंती अरे ना ना चढ़ी तो झियो माने मो घरे नाहंती मो झियो चिक्की सकाळु ही घरे अछि से आज खेलिबा को भी बाहर को जायनी एमिति सुनी मां चढ़ी पारा घर को गला सेठी भी से तो झियो को पाइलानी एमिति से अनेक चढ़ी को घर को गला कोठी भी से निज झियो को न पाई निज घर को फेरी आसिला मो समस्त घर को खोजी सारिलेनी हेले मो दुई झियो को कोठी भी पाइलेनी ताहले कोन से माने निज आई घर को जाइछंती मो सेठा को जाई देखे जदी सेठी मो दुई झियो को पाई जिबी मो चिंता दूर हेबो एमिति चिंता करी मां चढ़ी आगु गला किछि दूर गला पर ही वर्षा आरंभ हे गला एते जोरी वर्षा हेउतिला जे मां चढ़ी को किछि देखा गला नाही से एक गछ सह धक्का ही तळे पड़ी गला आ एक जाल रे अटकी गला जेते चेष्टा कले भी से जाल रु बाहरी पारिलानी किछि समय परी वर्षा छाड़ी गला सेते बेले एक पक्षी शिकारी सेठा पसिला आरे कोन मो जाल रे एक पक्षी पड़ीची मो जाल नै पक्षी धरिबा को एठा को आसीथिली वर्षा हेबारु मो जाल छाड़ी चली जाईथिली जानि नथिली एते वर्षा रे भी पक्षी उड़ंती मो पई त भलो हैला मते आज गोटे पक्षी खाइबा को मिली गला ए पक्षी को मु आज खाइबिनी काली खाइबी एते दिन परिचय मते पक्षी मांस खाइबा को मिलिबा जाय एबे पक्षी को नै घर को जाय एमिति कही से पक्षी शिकारी मां चढ़ी को नै त घर को चली गला आ एक पिंजरा रे बंद करी निज घर बाहर रखी देला हे भगवान ए सब कोन हे गला मो छुआ माने मते आ देखि पारिबेनी काली मोर शेष दिन भगवान मो छुआ को भलो रे रखिबो मां चढ़ी एपरी कही कांदुथिबा समय हठात पिंजरार कबाट खोली गला अरे अरे ई कोन पिंजरार कबाट खोली गला केमिति जाय शीघ्र पिंजरार बाहरी जाय एमिति कही मां चढ़ी शीघ्र पिंजरार बाहरी गला पक्षी शिकारी ताकू धरिबा को चेष्टा कला हेले पारिलानी मां चढ़ी शीघ्र शीघ्र उड़ी दूर को चली गला तापरे से ता मां घरे पहुंची गला मारी तू आसी गलु कोन हेची तू एमिति धइसई काहे कि हेउचु तापरे मां चढ़ी समस्त को सब घटना कहिला देखिलो पिला माने तम मानको भूल पाई तम मां केमिति विपद रे पड़ी गला आउ दिने भी मां को किछि न कहि कुआडे भी जीवनी मां हमको क्षमा कर दियो तुमको न कहि आमे आ कुआडे भी जीवनी आमे तुमरो सब कथा मानिबो जानिच मां रास्ता रे हमरो किछि भी असुविधा हेनी गोटे भलो बाग सह हमरो देखा हेतिला से हमको चॉकलेट देबा पई त गुंफा को डाकुतिला मां हेले आमे ताको कहिलु आमे आई घर फेरिबा समय रे आमे ता बाकरो चॉकलेट नेबो कोन कहउछ तमे मानी बाघ तम मानको खाइबा पई त गुंफा को डाकुतिला मु न आसीथिले त बाघ तम मानको नै जाइथांता मु तम मानको मना करिथिली ना आई घर को जाओनी हेले तमे माने लुच्ची केठा को चली आसिलो जदी तम मानकर किछि हेइ जाइथांता मां आमे कान धरुछु आ दिने भी एमिति का भूल करिबुनी सब बेले तुम कथा मानिबो तुमको न कहि कुआडी भी जीवनी
ତମେ ମାନେ ନିଜ ଭୁଲ ବୁଝିପାରିଲ ସେତିକିରେ ମୁଁ ଖୁସି। ଆଉ ଦିନେ ବି ଏମିତି କାମ କରିବନି। ଚାଲ ଏବେ ଘରକୁ ଯିବା। ବାଘ ଜଗିଥିବା ରାସ୍ତାରେ ଆମେ ଯିବାନି, ଆମେ ଆଉ ଏକ ରାସ୍ତାରେ ଘରକୁ ଯିବା। ଏମିତି କଥା ହେଇ ମା ଚଢ଼େଇ ତାର ଦୁଇ ଛୁଆଙ୍କୁ ନେଇ ଘରକୁ ଫେରି ଆସିଲା। ସେତେବେଳେ ସେ ଦେଖିଲା ତା ଘର ପାଖରେ ଏକ ସୁନ୍ଦର ବାଦଲ ଘର ଅଛି। କଣ ଏଇଟା ତ ଗୋଟେ ବାଦଲ ଘର, ହେଲେ ବାଦଲ ଘର ଏଠାକୁ କେମିତି ଆସିଲା? ସେତେବେଳେ ମତେ ପିଞ୍ଜରାରୁ କିଏ ବାହାର କଲା? ଏସବୁ କିଏ କରୁଛି ମୁଁ ତ କିଛି ବୁଝିପାରୁନି। ଚଢ଼େଇ, ଏ ସବୁ କାମ ମୁଁ କରିଛି। ଦିନେ ତୁ ମତେ ସାହାଯ୍ୟ କରିଥିଲୁ, ତ ବିପଦ ସମୟରେ ମୁଁ ତତେ କେମିତି ସାହାଯ୍ୟ କରିନଥାନ୍ତି? ମୁଁ ଜାଣେ ଚଢ଼େଇ, ତୋ ଘର ଛାତ ଭାଙ୍ଗି ଯାଇଛି। ବର୍ଷା ହେଲେ ତୋ ଘର ଭିତରେ ପାଣି ପଡେ, ସେଥିପାଇଁ ମୁଁ ତତେ ବାଦଲ ଘର ଦେଇଛି। ଏ ଘରେ ତୁ ସବୁ ସୁବିଧା ପାଇବୁ। ତୁ ଏବେ ଆରାମରେ ନିଜ ଛୁଆଙ୍କ ସହ ଏ ଘରେ ରହିପାରିବୁ। ଏମିତି ଶୁଣି ମା ଚଢ଼େଇ ବାଦଲକୁ ଧନ୍ୟବାଦ ଜଣେଇଲା। ତାପରେ ବାଦଲ ସେଠାରୁ ଚାଲିଗଲା। ମା ଚଢ଼େଇ ଖୁସିରେ ତା ଦୁଇ ଛୁଆଙ୍କ ସହ ସେ ବାଦଲ ଘରେ ରହିଲା। ଶୀତ ଦିନ ହେବାରୁ ରାତିରେ ଅଧିକ ଥଣ୍ଡା ପଡୁଥିଲା। ଜଙ୍ଗଲର ସବୁ ଚଢ଼େଇ ଶୋଇ ପଡିଥିଲେ। ଅଧରାତିରେ ବିଜୁଳି ଘଡଘଡି ସହ ବର୍ଷା ଆରମ୍ଭ ହେଇଗଲା। ସେହି ଜଙ୍ଗଲରେ ତିନି ଅନାଥ ଭଉଣୀ ଏକ ଛୋଟ ଭଙ୍ଗା ଘରେ ରହୁଥିଲେ। ଜୋରେ ବର୍ଷା ପବନ ବହିବା ଯୋଗୁଁ ତାଙ୍କ ଘର ଭାଙ୍ଗିଗଲା। ତିନି ଭଉଣୀ ବର୍ଷାରେ ଭିଜି ଭିଜି ଅନେକ କଷ୍ଟ ପାଇଲେ। ଦିଦି, ଭାରି ଥଣ୍ଡା ଲାଗୁଛି, କିଛି କରନା ଦିଦି। ଏ ବର୍ଷାରେ ଭିଜିବାକୁ ଜମା ବି ଭଲ ଲାଗୁନି। ତମେ ମାନେ ଟିକେ ଧୈର୍ଯ୍ୟ ଧର, ଆଗରେ ତ ଏକ ଗଛ ଅଛି। ଚାଲ ସେ ଗଛ ମୂଳକୁ ଯିବା। ବର୍ଷା ଛାଡ଼ିବା ଯାଏ ସେଠି ଅପେକ୍ଷା କରିବା। ବର୍ଷା ନ କମିଲା ଯାଏ ଆମେ ନୂଆ ଘର ତିଆରି କରି ପାରିବାନି। ତାପରେ ତିନି ଭଉଣୀ ଏକ ଗଛ ତଳେ ଆଶ୍ରୟ ନେଲେ। ଯେମିତି ସେମିତି ସେ ରାତି କଟିଗଲା। ପରଦିନ ସକାଳେ ବର୍ଷା କମିଗଲା। ତମେ ଦୁଇ ଜଣ କିଛି ଖାଇବା ଖୋଜି ଆଣ, ମୁଁ ଯାଉଛି ଘର ତିଆରିବା ପାଇଁ କାଠ ଆଣିବି। ଆଉ ଥରେ ବର୍ଷା ହେବା ଆଗରୁ ଆମକୁ ଏକ ନୂଆ ଘର ତିଆରି କରିବାକୁ ପଡିବ। ଏମିତି କଥା ହେଇ ସେ ବଡ ଭଉଣୀ କାଠ ଖୋଜିବାକୁ ଚାଲିଗଲା। ସେ ଅନେକ ସମୟ ଖୋଜିଲା ପରେ ବି ଭଲ କାଠ ପାଇଲାନି। ଭଲ କାଠ ଖୋଜିବା ପାଇଁ ସେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ଆଉ କିଛି ଭଲ କାଠ ବି ପାଇଗଲା। ସେ କାଠ ନେଇ ଘରକୁ ଫେରିବା ସମୟରେ ହଠାତ୍ ଏକ ରାକ୍ଷସ ଚିଲ ତା ସାମ୍ନାକୁ ଚାଲି ଆସିଲା। ଆରେ ବାଃ, ଏତେ ଦିନ ପରେ ଏଠାକୁ ଗୋଟେ ଚଢ଼େଇ ଆସିଛି। ଆଜି ମୁଁ ତତେ ଖାଇବି। ଅନେକ ଦିନରୁ ମୁଁ ଚଢ଼େଇ ମାଂସ ଖାଇନି। ତୋ ଭଳି ଗୋଟେ ମୋଟା ଚଢ଼େଇକୁ ଖାଇଲେ ମତେ 2 ଦିନ ଖାଇବା ଖୋଜିବାକୁ ପଡିବନି। ହା ହା ହା। ନା ନା, ମତେ ଖାଅନି, ମତେ ଛାଡି ଦିଅ ରାକ୍ଷସ ଚିଲ। ମୋ ଛୋଟ ଛୋଟ ଦୁଇ ଭଉଣୀ ମତେ ଅପେକ୍ଷା କରିଥିବେ। ସେମାନେ ଘର ତିଆରି କରି ଜାଣିନାହାନ୍ତି। ମୁଁ ଯଦି ସେମାନଙ୍କ ପାଇଁ ଘର ତିଆରି କରିନଦେବି ସେମାନେ ଥଣ୍ଡାରେ ମରିଯିବେ। ମୋ ଉପରେ ଟିକେ ଦୟା କର ରାକ୍ଷସ ଚିଲ, ମତେ ଛାଡି ଦିଅ। ତତେ ଛାଡ଼ିଦେଲେ ମୁଁ ଖାଇବି କଣ? ମୋ ଶିକାରକୁ ମୁଁ କେବେ ବି ଛାଡେନି। ଆଜି ତ ମୁଁ ତତେ ଖାଇବି। ନା ନା, ମତେ ଖାଅନି, ଦୟାକରି ମତେ ଛାଡି ଦିଅ। ରାକ୍ଷସ ଚିଲ ସେ ଚଢ଼େଇର କିଛି କଥା ନ ଶୁଣି ତାକୁ ମାରିବାକୁ ଯିବା ସମୟରେ ହଠାତ୍ ଏକ ଚଢ଼େଇ ପରି ସେଠାକୁ ଆସିଲା। ଏଇ ଦୁଷ୍ଟ ରାକ୍ଷସ, ରହିଯା। ତୁ ପୁଣି ନିରୀହ ଚଢ଼େଇ ମାନଙ୍କୁ ମାରୁଛୁ। ଏ ଜଙ୍ଗଲ ମୋର। ମୁଁ ଥାଉ ଥାଉ ତୁ ଏ ଜଙ୍ଗଲର ଚଢ଼େଇ ମାନଙ୍କୁ ମାରି ପାରିବୁନି। ଭଲରେ ଭଲରେ ଏଠୁ ଚାଲିଯା। ହା ହା ହା, ତୋ ଭଳି ଗୋଟେ ଚଢ଼େଇ ପରି ମୋର କିଛି କ୍ଷତି କରିପାରିବନି। ଆଗ ମୁଁ ତତେ ମାରିବି, ତାପରେ ଚଢ଼େଇକୁ ଖାଇବି। ଏମିତି କହି ରାକ୍ଷସ ଚିଲ ଚଢ଼େଇ ପରୀକୁ ମାରିବା ପାଇଁ ତା ପାଖକୁ ଗଲା। ଚଢ଼େଇ ପରି ରାଗି ଯାଇ ନିଜ ଶକ୍ତିରେ ସେ ରାକ୍ଷସ ଚିଲକୁ ଏକ ଛେଳି କରିଦେଲା। ରାକ୍ଷସ ଚିଲ ଛେଳି ହେଲା ପରେ ମେ ମେ କରି କାନ୍ଦିଲା, ଆଉ ସେଠାରୁ ଚାଲିଗଲା। ଧନ୍ୟବାଦ ପରୀ, ଆଜି ତୁମ ପାଇଁ ମୋ ଜୀବନ ବଞ୍ଚିଗଲା। ମୁଁ ଏ ଜଙ୍ଗଲର ପରୀ, ତମ ମାନଙ୍କୁ ରକ୍ଷା କରିବା ମୋର କର୍ତ୍ତବ୍ୟ। ଆଚ୍ଛା ଚଢ଼େଇ, ତୁ ଜଙ୍ଗଲର ଏତେ ଭିତରକୁ କାହିଁକି ଆସିଥିଲୁ? ଚଢ଼େଇ ସେ ପରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ପରୀ ମନରେ ଦୟା ଆସିଲା। ସେ ନିଜ ଶକ୍ତିରେ ଏକ ପେନ୍ସିଲ ଘର ଚଢ଼େଇକୁ ଦେଇ କହିଲା, ଚଢ଼େଇ, ଆଜିଠୁ ଏ ଘର ତୋର। ଏ ଘରେ ତୁ ସବୁ ପ୍ରକାରର ସୁବିଧା ପାଇବୁ। ତୋ ଭଉଣୀ ମାନଙ୍କ ସହ ତୁ ଆରାମରେ ଘରେ ରହିପାରିବୁ। ଏ ଘର ଦ୍ୱାରା ତୁ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କୁ ବି ସାହାଯ୍ୟ କରିପାରିବୁ। ହେଲେ ମୁଁ ଏ ଘରକୁ ନେଇ ମୋ ଦୁଇ ଭଉଣୀଙ୍କ ପାଖକୁ କେମିତି ଯିବି? ସେଥିପାଇଁ ତୁ ଚିନ୍ତା କରନି, ତୁ ଏ ଘର ଭିତରକୁ ଯା। ଏ ଘର ତତେ ନେଇ ତୋ ଦୁଇ ଭଉଣୀଙ୍କ ପାଖରେ ପହଞ୍ଚେଇ ଦେବ। ତୁ ଯଦି କେବେ ବିପଦରେ ପଡ଼ିବୁ ଏଇ ଘର ତତେ ରକ୍ଷା ବି କରିବ। ତାପରେ ଚଢ଼େଇ ସେ ପେନ୍ସିଲ ଘର ଭିତରକୁ ଗଲା। ସେ ଯେମିତି ସେ ଘର ଭିତରକୁ ଗଲା, ସେ ଘରଟି ଏକ ଗାଡିରେ ବଦଳି ଗଲା ଆଉ ଚଢ଼େଇକୁ ତା ଭଉଣୀ ମାନଙ୍କ ପାଖରେ ପହଞ୍ଚେଇ ଦେଲା। ଚଢ଼େଇ ତାର ଦୁଇ ଭଉଣୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ସେମାନେ ଘର ଭିତରକୁ ଗଲେ ଆଉ ଦେଖିଲେ ସେଠି ଅନେକ ସୁନା ଟଙ୍କା ଅଛି। ବା ଦିଦି, ଏ ଘରେ ତ କେତେ ସୁନା ଟଙ୍କା ଅଛି। ଆଜିଠୁ ଆମେ ଆଉ ଭଙ୍ଗା ଘରେ ରହିବାନି। ହଁ, ତୁ ଠିକ କହିଲୁ। ଆମେ ସୁନା ଟଙ୍କା ବିକ୍ରି କରି ଆରାମରେ ଚଳିପାରିବା। ଚଢ଼େଇ ପରି କହିଥିଲେ ଅନ୍ୟ ଚଢ଼େଇ ମାନଙ୍କୁ ବି ସାହାଯ୍ୟ କରିବା ପାଇଁ। ତମେ ଦୁଇ ଜଣ କାଲି ସମସ୍ତଙ୍କୁ ଏକଥା ଜଣେଇ ଦିଅ। ଯାହାକୁ ବି ସାହାଯ୍ୟ ଦରକାର ଆମେ ତାଙ୍କୁ ଏ ସୁନା ଟଙ୍କା ଦେଇ ସାହାଯ୍ୟ କରିବା। ସେଦିନ ପରଠାରୁ ସେ ତିନି ଭଉଣୀ ସେଇ ପେନ୍ସିଲ ଘରେ ରହିଲେ। ସେମାନେ ଗରିବ ଅସହାୟ ଚଢ଼େଇ ମାନଙ୍କୁ ସାହାଯ୍ୟ ବି କରୁଥିଲେ। ଦିନେ ବଡ଼ ଚଢ଼େଇଟି ଘର ବାହାରେ ଛିଡ଼ା ହେଇଥିଲା। ହଠାତ୍ ତା ସାମ୍ନାକୁ ସେ ରାକ୍ଷସ ଚିଲ ଚାଲି ଆସିଲା। ଆରେ ଚଢ଼େଇ, ତୁ କଣ ଭାବିଥିଲୁ ମୁଁ ସବୁଦିନ ଛେଳି ହେଇକି ରହିବି?
गोटे तांत्रिक मते मो पूर्व रूप फेरई देला। एबे मु तोठू प्रतिशोध नेबी। मु शुणिली तोर आहुरी दुईटी भौणी अछंती। से दिन सिना चढ़ई परी पाई तू बंची गलु। आज तते किए रक्षा करिबा मु देखिबी। आग तोर दुई भौणी को खाइबी, तापरे मु तते भी खाइबी। एमिति कही चिल से पेन्सिल घर भितर को जीवाकू जेमिति चेष्टा कला ता देहरे निया लागिगला। सेई नियारे पोड़ी चिल पाउंस होइगला। एमिति से पेन्सिल घर तीन भौणी को सब विपदरु रक्षा करुथिला। वर्षा दिन आरंभ होइगलानी हेले जाई आमे आम घर मरामती करि नाहंती। जाओ आज ही जंगल भितर भल काठ आनी घर मरामती कर। अच्छा अच्छा ठीक अछि, मु एबे ही जंगल भितर को जीबी। तू मो कुराड़ी आनी दे। काउर स्त्री घर भितर कुराढ़ी नहीं आसिला। काउ से कुराढ़ी नहीं जंगल भितर को गला। से चारिआडे बुली बुली भल काठ खोजुथिला। हठात तार नजर एक पत्र नथिबा गछ उपरे पड़िला। से गछ पाखु गला। अरे ए गछटारे तो गोटे भी पत्र नाही, ता माने ए गछटी सुखिला गछ। मु याकू ही काटी तार काठ घर को नहीं जाए। काउ एमिति कही जेमिति गछ काटिबाकू चेष्टा कला हठात से सुखिला गछटी कथा कहिला। ना ना मते काटनी, मु सुखिला गछ नुह, मु पत्र नथिबा गोटे गछ। मोर जीवन अछि, दया करी मते काटनी। तोर पत्र थाउ कि न थाउ मु तते आज काटिबी, काहे कि ना मोर काठ दरकार। ना ना टिके रुह, मते काटनी। तुमको जहा दरकार मु सब देबी। एई किछि मीठा फल नियो। अरे ए कोन, मु स्वप्न देखुनी तो तू एते गुड़िए फल केमिति बाहर कलु? मु साधारण गछ नुह, मु गोटे जादुर गछ। तुमे जहा चाहिबा मु तुमको सब देबी, हेले मते छाड़ी दियो, मते आउ काटनी। ठीक अछि, मु तते काटिबिनी, हेले मु जहा चाहिबी तू मते सब देबु। एमिति कही काउ से मीठा फलर झोड़ी धरी घर को फेरिला। ए कोन तुमी काठ न आनी फल धरी घर को आसिलो जे? काउ ता स्त्री को सब घटना कहिला। सब सुनिला परी काउ स्त्री मनरी लोभ आसिला। कोन कहिला? जादुर गछ? तुमी से जादुर गछ पाखरु ए फल झोड़ी आनिछ? तुमी चाहिथिले ता पाखरु सुना टंका आनि परिथांत। तुमी सतरे बहुत बोका। अरे अरे एते रागुच काहेकि? से गछ मते कहिथिला मु ताकू जेते बेले भी जहा मागिबी से मते सब देबो। मु काली ही ता पाखरु सुना टंका मागी आनिबी। अरे सोना से जादुर गछ विषय ए जंगल रे काहाकू भी किछि कहबनी, नहले समस्त से गछ को जाई सुना टंका मागिबे। सेमिति से गछ हमको कम सुना देबो। हां हां बुझिली, चल एबे सब मीठा फल खाइबा। एमिति सेमाने से सब फल खाइले। परदिन सकाळे काउ पुणी थरे से जादुर गछ पाखु गला। कोन हेला काउ, तू आज पुणी मो पाखु आसिलो? जादुर गछ, मु जंगल रे समस्त को सहाय्य करबाकू चाहूची, सेति पई मते किछि सुना टंका दियो। अरे बा तू बहुत भल कथा चिंता करिछु काउ, मु एबे ही तते किछि सुना टंका देउची। तापरि जादुर गछ काउ को किछि सुना टंका देला। काउ से सुना टंका धरी निजे घर को फेरी आसिला। काउ रे स्त्री एते गुडिए सुना टंका देखि खूब खुशी हिगला। अरे सुन, ए सुना टंका बिक्री करी नुआ घर तयारी करिबा अपेक्षा से जादुर गछ पाखरु एक नुआ घर मागी आण। अरे बा मो अपेक्षा मो स्त्री रो बेसी बुद्धि। मु एबे से गछ पाखकू जीबी आ ताकू एक घर मागिबी। जादुर गछ मु बड़ विपद रे पड़ी जाईची। मु रहुतिबा घर भांगी जाईची। मो पाखरे तिबा सब सुना टंका मु समस्तंकु बांटी देईची। एबे मोर कोन हेबो? मु कोउठी रहिबी? काउ ए काठ घर मु तते देली, ए घर को नै तू एबे आराम रे रहि परिबू। तापरि काउ से काठ घर को धरि आसिला आ तार स्त्री को देखिला। अरे देख देख, मु से जादुर गछ पाखरु केते बड़ आ मजबूत घर नहीं आसिली। एबे पूरा वर्षा दिन आमे आराम रे घरे रहि परिबा। कोन हेला, तू किछि कथा काहे की कहूनु? एमिति मन दुख रे काहे की अछु? ए साधारण काठ घर को आनी तमे भाबुछ मु खुशी हेबी? जदी आनिबार थिला एक सुना घर आनी थांत। मु किछि जानिनी, एबे से गछ पाखरु एक सुना घर आन, नहले आज मु किछि भी खाइबिनी कि तम स कथा भी हेबिनी। अच्छा अच्छा तू एते रागनी, मु एबे से गछ पाखरु सुना घर आनुची। एमिति कही काउ सेठारु चली गला। से जीवा परे परे एक चढ़ी आ मिटू काउ स्त्री पाखक आसिले। काउ भौणी एते शीघ्र काठरी एमिति सुंदर घर तुमे केमिति तयारी करि पारिला? आमको भी टिके कुह, वर्षा हेबा आगरु आमे भी एमिति मजबूत घर तयारी करिबाकू चाहूछु। ए घर आमे केमिति तयारी करिछु मु तम माने को कहिबिनी। एटा टॉप सीक्रेट। एबे मु बहुत टेंशन अछि, तमे माने मते विरक्त न करि एठु चली जाओ। एमिति काउ सेमानकू अपमान देई सेठु बाहर करिदेला। मिटू आ चढ़ी मन दुखरी सेठु चली गले। चढ़ी मते लागुची ए माने हमको किछि लुचौचंती। मु प्रतिदिन देखे काउ जंगल भीतर को जाए आउ किछि ना किछि नुआ जिनिस आने। आज भी से जाईची, चल आज तार पछा करिबा, तापर जे जानि परिबा से कोठी की जाउची। तापर से माने काउ रे पछे पछे गले। सेपटे जादुर गछ काउ को देखि कहिला, काउ तू पुणी मो पाखकू काहे आसिलो? मु तते गोटे कथा कहि देउची, बेसी लोभ करिबुनी, लोभरु पाप आ पापरु मृत्यु। जादुर गछ, तू जो काठ घर मते देइथिलु मो स्त्री को से घर भल लागिलानी। तू से घर को सुना घर करि दे, नहले मु तते काटी देबी। जादुर गछ सब किछि जानि परिला। से लोभी काउ को कहिला, अच्छा काउ केवल घर सुना दरकार ना घर भितर थिबा जिनिस भी सुना दरकार? हाँ हाँ मोर घर भितर थिबा सब जिनिस भी सुना करि दे।
ठीक अच्छी मु तो घर भितर थिबा सब जिनिस को सुना कर देइची तू एबे घर को फेरी जा। काऊ आउ किछि न कही घर को चली गला। ए सब घटना दूररो मिटु आ चढ़ी भी देखुथिले। से माने तुरंत गछ पाखो गले। गछ आमे जानू तुमे एक जादुर गछ। आमे काऊ भଳି एते लोभी नुह। हम दुई जंग पाखरी घर नाही। हमको भी एक मजबूत काठर घर दियो जेमिति पूरा वर्षा दिन आमे से घरे रही परिबो। आउ हां आमे प्रतिदिन तुमर देखाशुना करिबो जेमिति आउ केही भी तुमको काटी परिबेनी। तम दुई जन को देखि मु जानि पारिली तमे माने बहुत भला। मु तम मानको इच्छा निश्चय पूरा करिबी। एई नियो घर। एमिति से जादुर गछ मिटु आ चढ़ी को भी दुईटी काठ घर देला। सेपटी काउता सुना घर भितरी पसी देखिला ता स्त्री एक सुनार मूर्ति पालटी जाईची। अरे कौन तू मूर्ति केमिति पालटी गलु? मते रक्षा कर मु एमिति सुनार मूर्ति हेई रहिबाकू चाहुनी। मु केवल कथा कहि पारुची हेले टिके भी हली पारुनी। मोर आउ सुना दरकार नाही। दया करी मते बंचाओ मु मरिबाकू चाहुनी। तू भय करनी मु एबे से जादुर गछ पाखको जाउची। जादुर गछ मु मो भूल बुझी पारिली। मु आउ तमको किछि भी मागिबिनी। मो स्त्री को आग भଳି करि दियो। दया कर जादुर गछ दया कर। काउर एपरी परिवर्तन देखि जादुर गछ ता स्त्री को तार पूर्व रूप फेरी दिला। से जहाँ भी काउ मानकु देइथिला सब नेइ गला। से दिन परठारु दुई काउ आउ लोभ कले नाही। से माने तांकर से भंगा करी रहिले। मां मां मु तुमको केते दिनरु कहूची मते गोटे छता किनि दियो। मोर सब सांग को पाखरे छता अछि हेले तुमे मो कथा जमा भी सुनुना। तुमे बहुत खराब मां मते केबे भी छता किनि दउना। आज जदी छता किनि न देबा मु आ स्कूल को जिबिनी। अरे मां शांत ही जीत करनी। तू तो जानिछु छता किनिबा पई मो पाखरे टंका नाही। मु तते छता केमिति किनि देबी कहिलो? ना 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 मु किछि जानिनी। मते छता दरकार। मो सांग माने प्रतिदिन छता धरि स्कूल जांती। मो पाखरे गोटे भी छता नाही। मते छता किनि दियो। मारी टिके हम घर आड़ को देखिलु घरटा केते पुराना आ चारि पाख केमिति भांगी जाईची। वर्षा हेबा आगरु घर ठीक न कले हम घर भांगी जीव। तू काहे की बुझुने रे मां? तो मां बहुत गरीब जहाँ भी रोजगार करूची खाइबारी घर चलिबारी सब टंका सरी जाउची। एबे तू ही कह सेई अल्प केतोटी टंकारी मो घर सजाड़ीबी ना तते छता किनि देबी? ताहले आग घर सजाड़ीब तापरे मते छता किनि देबो। ठीक अछि मां तू जमा भी मन दुख करनी। घर सजाड़ी सारिले मु तो पई सुंदर एक रंगीन छता किनि देबी। बहुत समय ही गलानी। आस मां मु एबे तते खुई देबी। मां चढ़ीटी थिला बहुत गरीब। अन्य चढ़ी मानक घरे बासन माजी जहाँ भी पाउथिला सेथिरे से तार आउ ता छुआर खाइबा जोगाड़ करुथिला। एहीपरी बेस किछि दिन बीतीगला। वर्षा दिन भी आसीगला हेले मां चढ़ीटी घर सजाड़ीबा टंका जोगाड़ करि पारिलानी। सेथिपाई से अनेक चिंतार थिला। देखु देखु वर्षा भी आरंभ हेगला। वर्षा दिन आरंभ हेगलानी टंका अभाव मु घर सजाड़ी पारिलिनी। एबे हमर कोन हेबो? हे भगवान हमको रक्षा कर। घर भांगी गले हम कोठी रहिबो? मां देख पवन रे आम घर केमिति हलुची। मते भारी भय लागुची। मां तू भय करनी मु तो पाखरे अछि। सेते बेले जोर जोरी पवन बहुथिला। एते जोरी पवन बहिबा जको चढ़ई घर चालर गोटे पाख भांगी पवन रे उड़ी गला। जा फଳରେ तांका घर भितरे वर्षा पानी पड़िला। मां देख ना ए कोन हेई गला? घर भितरे वर्षा पानी पडुची। मते भारी ठंडा लागुची। मां मारी घरर गोटे कोणरे पानी पडुनी। चल सेठाको जिबा। तुम पाखको आ मु तते मो डेणारे घोड़ी देबी तते आ ठंडा लागिबनी। मां चढ़ीटी ता छुआ को निज डेणारे घोड़ी की धरिला। एमिति से राती बीती गला। सकाळ हेला परे जेतेबेले वर्षा छाड़ी गला मां चढ़ीटी जंगल भितर को गला। से किछि कदली पत्र तोଳି आनिला आउ निज घर चालर भांगिथिबा जगारे कदली पत्र घोड़ी देला। किछि दिन एमिति चली जाई थाए। पछरी टंका जोगाड़ कले मु घर मरामती करि नेबी। एमिति से दिन कटिगला। पर दिन राति रे पुणी झड़ वर्षा आरंभ हेगला। आज तू जमा भी डरनी। मु घर ऊपर कदली पत्र रखी देइची। आज आमे आउ वर्षा रे भिजिबानी। मां चढ़ेर कथा सरीची कि नाही पवन रे कदली पत्र उड़ी गला। पुणी थरी तांका घर भितरे पानी पड़िला। मारी भय करनी आज राति भी काली राति परी पार करि देबा। सकाळे मु किछि व्यवस्था करिबी। सेपटे गोटे बुढ़ी चढ़ी वर्षा छता धरी जंगल रे चलुथिला। सामनारे काउर घर थिला। बुढ़ी चढ़ी से घर को जाई घरर कबाट बाड़िला। घर भितरी किए अछ? दया करी मते टिके सहाय्य कर। मु ए झड़ वर्षा रे घर को फेरी पारिलिनी। आज राति मते तुम घरे आश्रय देई थाओ। अरे अरे घर भीतर को कोन चली आसिला? चिन्हा नहीं कि जाना नहीं। मु कोन पे तुमको मो घरे आश्रय देबी? मु तुमको मो घरे रखि पारिबिनी। एबे ही मो घर बाहरी जाओ। काउर एपरी कथा शुणी बुढ़ी चढ़ी ता घर बाहरी आसिला। से समस्त घर को जाई आश्रय खोजुथिला हेले केही भी से बुढ़ी चढ़ी को सहाय्य कले नहीं। शेषरी से मां चढ़ीर भंगा घर को गला। भीतरी किए अछ? आज राति मते तुम घरे आश्रय देई थाओ। वर्षा रे भिजी भिजी मते भारी ठंडा लागिलानी। मारी मो घर बहुत दूर। फेरु फेरु ही वर्षा माड़ी आसिला। ए जंगल रे मोर निजर केही नाहांती। आज राति मते तो घरे रहिपाकु देई थाओ। सकाळ हेले ही मु एठु चली जिबी।
ବୁଢ଼ୀମା ମୁଁ ମନା କରୁନି, ଆଜି ରାତି ତୁମେ ଆମ ଘରେ ରହିଯାଅ। ହେଲେ ତୁମେ ତ ଦେଖୁଛ ଏ ଘରର ଅନେକ ଜାଗା ଭାଙ୍ଗି ଯାଇଛି, ଘର ଭିତରେ ବର୍ଷା ପାଣି ପଡୁଛି। ମୁଁ ତୁମକୁ ଏକ ଭଲ ଜାଗାରେ ରହିବାକୁ ଦେଇପାରୁନି। କିଛି କଥା ନାହିଁ ରେ ମା, ମୁଁ ଆଜି ରାତି କଷ୍ଟ କରି ଏ ଭଙ୍ଗା ଘରେ ରହିଯିବି। ତ ମନଟା ବହୁତ ଭଲ। ପକ୍କା ଘର ଥାଇ ବି ଏ ଜଙ୍ଗଲର ଚଢ଼େଇମାନେ ମୋତେ ଆଶ୍ରୟ ଦେଲେ ନାହିଁ। ହେଲେ ତୁ ଏ ଭଙ୍ଗା ଘରେ ରହିବାକୁ ମୋତେ ଜାଗା ଦେଲୁ। ମୁଁ ତତେ ଆଶୀର୍ବାଦ କରୁଛି, ଖୁବ୍ ଶୀଘ୍ର ତୋର ସବୁ ଦୁଃଖ ଦୂର ହେଇଯିବ। ପରଦିନ ସକାଳେ ବର୍ଷା ଛାଡ଼ି ଯାଇଥିଲା। ବୁଢ଼ୀ ଚଢ଼େଇ ନିଜ ଘରକୁ ଯିବା ପାଇଁ ବାହାରିଲା। ମୁଁ ଏବେ ଆସୁଛି ରେ ମା, ମୋ ଘର ଲୋକ ମୋ ପାଇଁ ବ୍ୟସ୍ତ ହେଉଥିବେ। ଆରେ ବୁଢ଼ୀମା, ତୁମେ ମୋର ଅତିଥି, ନ ଖାଇ ଏଠାରୁ ଚାଲିଯିବ? ଆଗ କିଛି ଖାଇନିଅ, ତାପରେ ଘରକୁ ଯିବ। ଏମିତି ଶୁଣି ବୁଢ଼ୀ ଚଢ଼େଇ ସେ ଖାଇବା ଖାଇଲା। ସେତେବେଳେ ଛୋଟ ଚଢ଼େଇ ଛୁଆ କାନ୍ଦି କାନ୍ଦି ତା ମାକୁ କହିଲା, ନା ମା, ଆଉ କେତେ ଦିନ କଷ୍ଟ କରି ଏ ଭଙ୍ଗା ଘରେ ରହିବା? ତୁମେ ତ କହିଥିଲ ଘର ସଜାଡ଼ି ସାରିଲେ ମୋତେ ଛତା କିଣିଦେବ। ଛତା କିଣିବା ତ ଦୂରର କଥା, ତୁମେ ଏଯାଏଁ ଘରଟି କରିପାରିଲନି। ମତେ ଏ ଭଙ୍ଗା ଘରେ ରହିବାକୁ ଆଉ ଭଲ ଲାଗୁନି। ମାରି କାନ୍ଦି, ଟିକେ ଧୈର୍ଯ୍ୟ ଧର, ସବୁ କିଛି ଠିକ ହେଇଯିବ। ମା ଚଢ଼େଇ ଆଉ ତା ଛୁଆର କଥା ସେ ବୁଢ଼ୀ ଚଢ଼େଇ ବି ଶୁଣୁଥିଲା। ଖାଇସାରି ସେ କହିଲା, ମାରି ମୁଁ ଏବେ ଆସୁଛି। ମୁଁ ତୋର ଏ ଉପକାର କେବେ ବି ଭୁଲିବିନି। ମୋ ପାଖରେ ଏବେ କିଛି ନାହିଁ। ଏ ଛତା ମୁଁ ତୋ ଝିଅକୁ ଉପହାର ଦେଉଛି। ଏ ନେ ଛୋଟ ଝିଅ, ମୋ ତରଫରୁ ତୋ ପାଇଁ ଏକ ଛୋଟ ଉପହାର। ଏବେ ମୁଁ ଯାଉଛି। ଆଉ ହଁ, ଏ ଛତା ସାଧାରଣ ନୁହଁ, ଦିନେ ନା ଦିନେ ତମେ ମାନେ ଏକଥା ବୁଝିପାରିବ। ଏମିତି କହି ସେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ତାପରେ ବେଶ କିଛି ଦିନ ବିତିଗଲା। ଯେତେ ଚେଷ୍ଟା କଲେ ବି ମା ଚଢ଼େଇ ଟଙ୍କା ଯୋଗାଡ଼ କରି ଘର ସଜାଡ଼ି ପାରିଲାନି। ଗୋଟେ ଦିନ ବହୁତ ଜୋରେ ବର୍ଷା ହେଲା। ସେଇ ବର୍ଷାରେ ମା ଚଢ଼େଇର ପୁରା ଘର ଭାଙ୍ଗିଗଲା। ହେ ଭଗବାନ, ଏ କଣ ହେଇଗଲା? ଏବେ ମୁଁ ମୋ ଛୁଆକୁ ନେଇ କୋଉଠି ରହିବି? ଆସ ମା, ମୋ ପାଖକୁ ଆସେ। ମା, ମତେ ବହୁତ ଡର ଲାଗୁଛି। ଦେଖ ନା, ମୁଁ ପୁରାପୁରି ଭିଜି ଯାଇଛି। ଭାରି ଥଣ୍ଡା ଲାଗୁଛି ମା। ଆରେ ମା, ତତେ ବୁଢ଼ୀମା ଯୋଉ ଛତା ଦେଇଥିଲେ ତାକୁ ଖୋଲ। ଆଜି ରାତି ଆମେ ସେ ଛତା ତଳେ ଆଶ୍ରୟ ନେବା। ଏମିତି କଥା ହେଇ ମା ଆଉ ତାର ଛୁଆ ଛତା ଖୋଲି ତା ତଳେ ବସିଲେ। ହଠାତ୍ ସେହି ସମୟରେ ଛତାଟି ଉଡ଼ିଯାଇ ଏକ ସୁନ୍ଦର ଘରରେ ବଦଳିଗଲା। ଏ କଣ ମା, ଆମ ପୁରୁଣା ଘର ଜାଗାରେ ଏକ ନୂଆ ଘର? କେତେ ସୁନ୍ଦର ହେଇଛି ନା ମା ଏ ଘର। ଆରେ ଏ କଣ, ଏ ଛତାଟି ଏକ ଘର କେମିତି ହେଇଗଲା? ନିଶ୍ଚୟ ଏ ଛତା ସାଧାରଣ ଛତା ନୁହଁ। ତୁ ଠିକ କହିଲୁ ଚଢ଼େଇ, ଏ ଛତା ସାଧାରଣ ନୁହଁ। ଯୋଉ ବୁଢ଼ୀମା ତୋ ଘରେ ଆଶ୍ରୟ ନେଇଥିଲେ ସେ ବି ସାଧାରଣ ଚଢ଼େଇ ନଥିଲେ, ସେ ଥିଲେ ଜଣେ ଜାଦୁକରଣୀ। ସେ ବୁଢ଼ୀମା ତୁମ ଉପରେ ଖୁସି ହେଇ ତୁମକୁ ଉପହାର ଘର ଦେଇଛନ୍ତି। ବର୍ଷାରେ ଭିଜନି, ଘର ଭିତରକୁ ଆସ। ଏ ଘରେ ତମେ ମାନେ ସବୁ ସୁବିଧା ପାଇବ। ତାପରେ ମା ଛୁଆ ଘର ଭିତରକୁ ଗଲେ। ସେ ଘରେ ଅନେକ ଖାଇବା ସହ ସୁନା ରୂପା ବି ଜମା ଥିଲା। ବୁଢ଼ୀମା, ତୁମକୁ ବହୁତ ବହୁତ ଧନ୍ୟବାଦ। ତୁମର ଏତେ ବଡ଼ ଉପକାର ମୁଁ କେବେ ବି ଭୁଲିବିନି। ତୁମେ ଯୋଉଠି ବି ଥାଅ, ଭଲରେ ଥାଅ। ମା ଚଢ଼େଇଟି ଆଉ ବାହାରକୁ କାମ କରିବା ପାଇଁ ଗଲା ନାହିଁ। ଦିନେ କାଉ ତାକୁ ଖୋଜି ଖୋଜି ସେଠାକୁ ଆସିଲା। ଚଢ଼େଇର ପୁରୁଣା ଘର ବଦଳରେ ସେଠି ସୁନ୍ଦର ଏକ ବଡ଼ ଘର ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଏ ଚଢ଼େଇଟା ତ ଅନେକ ଗରିବ ଥିଲା, ଏତେ ସୁନ୍ଦର ଘର ସେ କେମିତି ତିଆରି କଲା? ନା ନା, ଏ ଘରେ ନିଶ୍ଚୟ ଆଉ କିଏ ରହୁଥିବ। ମୁଁ ଝରକା ପାଖକୁ ଯାଇକି ଦେଖେ ଏ ଘରେ କିଏ ରହୁଛି। ଏ କଣ, ଏ ଘରେ ତ କେତେ ସୁନା ଟଙ୍କା ଅଛି। ଏ ଗରିବ ଚଢ଼େଇ ଏତେ ଭଲ ଘର କୋଉଠୁ ପାଇଲା? ନା ନା, ଯେମିତି ବି ହଉ ମୁଁ ତାଠୁ ଏ ଘର ଛଡ଼େଇକି ନେଇଯିବି। ଚଢ଼େଇର ତ ଏ ଜଙ୍ଗଲରେ କେହି ବି ନାହାନ୍ତି, ତା କଥାକୁ କେହି ବିଶ୍ୱାସ କରିବେନି। ଏଇ ଚଢ଼େଇ, ବାହାର ମୋ ଘରୁ। ଏ ଘର ଆଜିଠୁ ମୋର। ତୁ ତ ଛୁଆକୁ ନେଇ ଶୀଘ୍ର ଏ ଘରୁ ବାହାରି ଯା। ତୁମେ କଣ କହୁଛ? ଏ ଘର ମୋର। ତୁମେ ମିଛ କାହିଁକି କହୁଛ? ମୁଁ ଆଗରୁ ତୁମ ଘରେ କାମ କରୁଥିଲି, ସେଥିପାଇଁ ଭଲରେ କହୁଛି, ଏ ଘରୁ ବାହାରି ଯାଅ। ଚଢ଼େଇର କଥା ସରିଛି କି ନାହିଁ, କାଉ ଦେହରେ ନିଆଁ ଲାଗିଗଲା। କାଉ ଭୟରେ ଘରୁ ବାହାରି ଆସିଲା। ସଙ୍ଗେ ସଙ୍ଗେ ହିଁ ତା ଦେହର ନିଆଁ ଲିଭିଗଲା। ଘରଟି କାଉକୁ କହିଲା, ଏ ଘର ଏକ ପବିତ୍ର ଜାଗା, ଏଠାକୁ ଆସି ଯିଏ ବି ମିଛ କହିବ ତାକୁ ଶାସ୍ତି ମିଳିବ। ଏସବୁ ଶୁଣି କାଉ ଭୟରେ ତୁରନ୍ତ ନିଜ ଘରକୁ ଚାଲିଗଲା। ସେ ଆଉ କେବେ ବି ଚଢ଼େଇକୁ ହଇରାଣ କଲା ନାହିଁ। ଚଢ଼େଇ ନିଜ ଛୁଆ ସହ ଖୁସିରେ ସେ ଛତା ଧରି ରହିଲା। ଆରେ ମା, ଜେଜେମାଙ୍କ ପାଖରେ ଥିବ, ତାଙ୍କ ଦେହ ଭଲ ନାହିଁ। ମୁଁ ଏବେ କାମକୁ ଯାଉଛି। ଠିକ ଅଛି ମା, ମୁଁ ଜେଜେମାଙ୍କ ପାଖରେ ଥିବି। ମା, ଫେରିବା ସମୟରେ ଜେଜେମାଙ୍କ ପାଇଁ ଔଷଧ ଆଣିଦେବ। ଜେଜେମାଙ୍କ ଔଷଧ କାଲି ରାତିରୁ ହିଁ ସରିଯାଇଛି। କଣ ହେଲା? କାଲି ରାତିରୁ ମାଙ୍କର ଔଷଧ ସରିଯାଇଛି? ଆଚ୍ଛା ହଉ, ମୁଁ ଦେଖୁଛି ମୁଁ କଣ କରିପାରିବି। ଏମିତି କହି ମା ଚଢ଼େଇ ତା କାମକୁ ଚାଲିଗଲା। ତା ସ୍ୱାମୀର ମୃତ୍ୟୁ ପରେ ସେ କାଉର ଜମିରେ କାମ କରୁଥିଲା। କଥା କଣ ଚଢ଼େଇ, ଆଜି ଏତେ ଡେରି କରିଦେଲୁ ଆସିବା ପାଇଁ? ଏଇ ମାସ ତୁ 2 ଥର ଡେରି କଲୁଣି। ଆଉ ଯଦି କେବେ ଡେରିରେ ଆସିବୁ ମୁଁ ତତେ କାମରୁ ବାହାର କରିଦେବି। ନା ନା, ମୁଁ ଆଉ କେବେ ବି ଡେରି କରିବିନି। ମତେ କାମରୁ ବାହାର କରନ୍ତୁନି। ଆଚ୍ଛା ଆଚ୍ଛା ଠିକ ଅଛି, ଯା ତୋ କାମ କରିବୁ। ଆଉ ଯଦି ଦିନେ ଡେରି କରିବୁ ମୁଁ ତତେ କାମରୁ ବାହାର କରିଦେବି। ତାପରେ ମା ଚଢ଼େଇ କାଉର ଜମିରେ କାମ କଲା। କାଉ ପ୍ରତ୍ୟେକ ଦିନ ତାକୁ 200 ଟଙ୍କା ଦେଉଥିଲା। ଏବେ ମୁଁ ଏ 200 ଟଙ୍କାରେ କଣ କିଣିବି? ଘର ପାଇଁ ସଉଦା କିଣିବି ନା ମାଙ୍କ ପାଇଁ ଔଷଧ କିଣିବି? ଗୋଟେ ଦିନ ପାଣି ପିଇକି ରହିଗଲେ କିଛି ହେବନି। ମୁଁ ଆଗ ମାଙ୍କ ପାଇଁ ଔଷଧ ନେଇଯାଏ। ମା ଆସିଗଲ, କଣ ଖାଇବା ଆଣିଛ ମା? ନାଇଁ ରେ ମା, ମୁଁ କିଛି ଖାଇବା ଆଣିନି। ତ ଜେଜେମାଙ୍କ ଔଷଧ କିଣିବାରେ ସବୁ ଟଙ୍କା ସରିଗଲା। ସବୁ ଟଙ୍କା ସରିଗଲା?
ହଉ କିଛି କଥା ନାହିଁ ମା, ରୋଷେଇ ଘରେ କିଛି ଶୁଖିଲା ଫଳ ଅଛି, ଆଜି ଆମେ ତା ଖାଇ ରହିଯିବା। ହଁ ରେ ମା, ଯା ତୁ ଆଜି ସେ ଫଳ ଖାଇ ଦେଇଥା, ମୁଁ କାଲି ତୋ ପାଇଁ ଖାଇବା ଆଣିଦେବି। ମୋ ପାଇଁ ତମେ ଦୁଇ ଜଣ ଅନେକ କଷ୍ଟ ପାଉଛ, ମୁଁ ତମ ଦୁଇ ଜଣଙ୍କ ଉପରେ ବୋଝ ପାଲଟି ଯାଇଛି। ବୋହୁମା, ତୁ ମୋ ପାଇଁ ଆଉ ମେଡିସିନ କିଣି ଆଣିନି, ସେଇ ଟଙ୍କାରେ ତୁ ତ ଝିଅ ପାଇଁ ଭଲ ଭଲ ଖାଇବା ଆଣିଦେ। ମାରେ, ମୋର ତ ବୟସ ହେଲାଣି, ଏତେ ଦିନ ବଞ୍ଚିକି ମୁଁ କଣ କରିବି? ଏବେ ମତେ ମରିବାକୁ ଛାଡ଼ିଦେ। ଛି ମା, ଏମିତି କଥା କୁହନ୍ତୁନି, ମୁଁ ଥିବା ଯାଏଁ ଆପଣଙ୍କର କିଛି ହେବନି। ଆପଣଙ୍କ ପାଇଁ ତ ଆମେ ବଞ୍ଚିବା ପାଇଁ ସାହସ ପାଉଛୁ। ଆପଣ ଆମ ପାଇଁ ବରଗଛ, ବରଗଛ ଯେମିତି ସମସ୍ତଙ୍କୁ ଶୀତଳ ଛାଇ ଦେଇଥାଏ, ଆପଣଙ୍କ ପାଖକୁ ଆସିଲେ ମତେ ଠିକ ସେମିତି ଲାଗିଥାଏ। ମା, ଚିନ୍ତା କରନ୍ତୁନି, ଦେଖିବେ ଖୁବ ଶୀଘ୍ର ଆମର ଏ ସବୁ ଦୁଃଖ ଦୂର ହେଇଯିବ। ଏମିତି ଦିନ ବିତି ଚାଲିଲା। ଗୋଟେ ଦିନ, କାଉ ଭାଇ। କଣ ହେଲା ଚଢ଼େଇ, ତୁ କାମ ଛାଡ଼ି କଣ କହିବାକୁ ଆସିଛୁ? କାଉ ଭାଇ, ମୋର କିଛି ଟଙ୍କା ଦରକାର ଥିଲା, ମତେ ଆଗୁଆ କିଛି ଟଙ୍କା ଦେଇପାରିବେ? ଆଚ୍ଛା ଆଚ୍ଛା, ଠିକ ଅଛି, ମୁଁ କାଲି ତତେ ଟଙ୍କା ଦେଇଦେବି, ଏବେ ତୁ ଯା କାମ କର। ଆରେ ତମେ କଣ କରୁଛ? ଆଲମିରାରୁ ଟଙ୍କା କାହିଁକି ବାହାର କରୁଛ? ଆମ ଜମିରେ କାମ କରୁଥିବା ଚଢ଼େଇକୁ କିଛି ଟଙ୍କା ଦରକାର, ସେ ମତେ କିଛି ଟଙ୍କା ମାଗିଛି, ମୁଁ ତାକୁ ଏ ଟଙ୍କା ଦେବି। କଣ ହେଲା, ତୁମେ ସେ ଚଢ଼େଇକୁ ଟଙ୍କା ଦେବ? ଟଙ୍କା ମାଗିବାକୁ ସେ ଠିକ ସମୟରେ ଚାଲି ଆସୁଛି, ଆଉ କାମ କରିବା ସମୟରେ ସେ ଡେରି କରୁଛି। ତମେ ସେ ଚଢ଼େଇକୁ ଆଉ କାମରେ ରଖନି। ମୁଁ ମୋ ଭାଇ ଘରୁ ଦେଖି ଆସିଛି, ସେଠି ନା ସମସ୍ତେ ଟ୍ରାକ୍ଟରରେ ଚାଷ କରୁଛନ୍ତି। ତୁମେ ବି ଏକ ଟ୍ରାକ୍ଟର କିଣିନିଅ, ଟ୍ରାକ୍ଟରରେ ଚାଷ କଲେ ତମକୁ ଆଉ ଚଢ଼େଇ ମାନଙ୍କୁ ଟଙ୍କା ଦେବାକୁ ପଡିବନି। ଆରେ ବାହ, ତୁ ଏକଦମ ଠିକ କଥାଟେ କହିଲୁ, ମୁଁ କାଲି ହିଁ ଏକ ଟ୍ରାକ୍ଟର କିଣି ନେବି। ଆରେ ଚଢ଼େଇ, ତୁ ମତେ ଟଙ୍କା ମାଗିଥିଲୁ ନା, ଏଇ ନେ ଟଙ୍କା, ଆଉ ସାଙ୍ଗରେ କିଛି ପରିବା ନେଇଯା, ଘରେ ରୋଷେଇ କରି ଖାଇବୁ। ଧନ୍ୟବାଦ କାଉ ଭାଇ, ମୁଁ ତୁମର ଏ ଉପକାର କେବେ ବି ଭୁଲିବିନି। ଚଢ଼େଇ, ଏଇ ଟଙ୍କା ତୋର ଶେଷ ଟଙ୍କା ଥିଲା, ତୁ କାଲିଠୁ ଆଉ କାମକୁ ଆସିବୁନି। କାମକୁ ଆସିବିନି ମାନେ? ତୁମେ କଣ କହୁଛ କାଉ ଭାଇ? ମୁଁ ଏକ ଟ୍ରାକ୍ଟର କିଣିଛି, ଏବେ ମୁଁ ଖୁବ ସହଜରେ ଟ୍ରାକ୍ଟର ଦ୍ୱାରା ମୋ ଜମି ଚାଷ କରିପାରିବି। ଚଢ଼େଇ, ତତେ ଆଉ ମୋ ଜମିରେ କାମ କରିବାକୁ ପଡିବନି। ନା ନା କାଉ ଭାଇ, ମତେ କାମରୁ ବାହାର କରନ୍ତୁନି, ମୋ କାମ ଚାଲିଗଲେ ଆମେ ଖାଇବାକୁ ପାଇବୁନି। ମୁଁ ଅନେକ ବର୍ଷରୁ ତମ ଜମିରେ କାମ କରି ଆସୁଛି, ଏମିତି ହଠାତ୍ ମତେ କାମରୁ ବାହାର କରନି। ତ ଘରେ କଣ ଅସୁବିଧା ହେଲା ନହେଲା ସେ କଥା ମୁଁ ବୁଝେନି, ଆଜିଠୁ ତ ମୋ ଜମିରେ ଆଉ କାମ କରିପାରିବୁନି। କାଉର ଏପରି କଥା ଶୁଣି ମା ଚଢ଼େଇ କାନ୍ଦି କାନ୍ଦି ନିଜ ଘରକୁ ଫେରି ଆସିଲା। ତା କାମ ଚାଲିଯିବା କଥା ସେ ତାର ଝିଅକୁ କହିଲା। ମା, ଆଉ ମନ ଦୁଃଖ କରନି, ସବୁ କିଛି ଠିକ ହେଇଯିବ। ଏ ପରିବା କଣ ଘର ପାଇଁ ଆଣିଛ? ଦିଅ, ମୁଁ କାଟିକି ରୋଷେଇ କରିଦେବି। ଚଢ଼େଇ ଛୁଆ ଯେମିତି ସେ ପରିବାକୁ ଛୁଇଁଲା, ହଠାତ୍ ସେ ପରିବା ଭିତରୁ ଏକ ପରି ବାହାରିଲା। କିଏ କିଏ ତମେ? ମୁଁ ଜଣେ ପରିବା ପରି। ଚଢ଼େଇ, ତୁ ବହୁତ ପରିଶ୍ରମୀ, ତୋ ପରିଶ୍ରମ ଗୁଣ ଦେଖି ହିଁ ମୁଁ କାଉ ଜମିରେ ରହିଥିଲି। ଆଜି ଯେତେବେଳେ କାଉ ତତେ କାମରୁ ବାହାର କରିଦେଲା, ମୁଁ ବି ତୋ ସାଙ୍ଗରେ ଚାଲି ଆସିଲି। ଆଜିଠୁ ମୁଁ ତୋ ସାଙ୍ଗରେ ରହିବି। ଚଢ଼େଇ, ଏ ପରିବା ଘର ଆଜିଠୁ ତୋର। ତୁ ଏ ପରିବା ଘରୁ ଅନେକ ପରିବା ପାଇବୁ, ଆଉ ସେ ପରିବା ବିକ୍ରି କରି ଟଙ୍କା ରୋଜଗାର କରିପାରିବୁ। ହେଲେ କାଉ ବି ତ ପରିବା ବିକ୍ରି କରି, ସେ କଣ ମତେ ବଜାରରେ ପରିବା ବିକ୍ରି କରିବାକୁ ଦେବ? ତୁ ସେ ବିଷୟରେ ଜମା ଚିନ୍ତା କରନି ଚଢ଼େଇ, ତୋ ପରିବାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗିବ, ସମସ୍ତେ ତୋ ପାଖରୁ ହିଁ ପରିବା କିଣିବେ। ମୁଁ ତୋ ପାଖରେ ସବୁବେଳେ ରହିଛି। ତାପରେ ଚଢ଼େଇ ସେ ପରିବା ଘରୁ ପରିବା ନେଇ ବଜାରକୁ ଯାଉଥିଲା, ଆଉ ବିକ୍ରି କରୁଥିଲା। ଏମିତି ଧୀରେ ଧୀରେ ତାଙ୍କର ସବୁ ଅଭାବ ଦୂର ହେଇଗଲା। ଚଢ଼େଇ ଏକ ନୂଆ ଘର କିଣିଲା, ତାର ଶାଶୁ ବି ଭଲ ହେଇଗଲା। ପରିବା ନିଅ ପରିବା, ମୋ ପରିବା ଭାରି ଭଲ, ମୋଠୁ ପରିବା ନେଇଯାଅ, ଖୁବ କମ ଦାମରେ ମୁଁ ପରିବା ଦେବି। କାଉ, ତା ପରିବାର ଦାମ ଯେତେ କମ ଥିଲେ ବି ଆମେ ତା ପାଖରୁ ପରିବା କିଣିବୁନି। ଚଢ଼େଇର ପରିବା ଭାରି ସ୍ୱାଦିଷ୍ଟ, ଆମେ ତା ପାଖରୁ ହିଁ ପରିବା କିଣିବୁ। ତୋ ପରିବା ତୁ ନିଜେ ଖା। ନା ନା, ଯାଅନି, ରହିଯାଅ, ମୋଠୁ ପରିବା ନେଇଯାଅ। ଏ ଚଢ଼େଇ ଯେବେଠୁ ବଜାରକୁ ଆସି ପରିବା ବିକ୍ରି କଲାଣି, ସେବେଠୁ କେହି ବି ମୋ ପାଖରୁ ପରିବା କିଣୁନାହାନ୍ତି। ମୁଁ ଏ ଚଢ଼େଇକୁ ଜମା ବି ଛାଡ଼ିବିନି, ମୋ ଜମିରେ କାମ କରି ଏବେ ମୋ ସହ ଟକ୍କର ଦେଉଛି। ମୁଁ ଆଜି ହିଁ ତାର କିଛି ବ୍ୟବସ୍ଥା କରିବି। ଏ ଚଢ଼େଇ, କୁଆଡ଼େ ଗଲୁ? ଶୀଘ୍ର ବାହାରକୁ ଆସେ, ମୋ ସହ ଟକ୍କର ଦେଇ ତୁ କିଛି ଭଲ କରିନୁ। ଏମିତି ପାଟି କାହିଁକି କରୁଛ? ଏଇଟା ଗୋଟେ ଭଦ୍ର ଚଢ଼େଇର ଘର, ବେଶୀ ପାଟି ନ କରି ଏଠାରୁ ଚାଲିଯାଅ। କଣ ହେଲା, ତୋ ମୁହଁ ତ ଭାରି ବଢିଗଲାଣି। ମୋ ଜମିରେ କାମ କରୁଥିଲୁ, ଆଉ ଆଜି ଏତେ ବଡ ବଡ କଥା କହୁଛୁ? ତୁମ ଜମିରେ କାମ କରିଥିଲି ବୋଲି ତୁମ ସହ ଭଲରେ କଥା ହେଉଛି, ନହେଲେ ତ ଗଳା ଧକ୍କା ଦେଇ ତୁମକୁ ଏଠୁ ବାହାର କରିଦିଅନ୍ତି। ଏ ପରିବା ଘର ପାଇଁ ତ ଫୁଟାଣି ବଢି ଯାଇଛି। ଆଜି ମୁଁ ତୋର ଏ ପରିବା ଘରକୁ ଭାଙ୍ଗିଦେବି, ତାପରେ ଦେଖିବି ତୁ କେମିତି ରୋଜଗାର କରିବୁ। ରହିଯା ଦୁଷ୍ଟ କାଉ, ତୁ ଚାହିଁଲେ ବି ଏଇ ଘରକୁ ଭାଙ୍ଗି ପାରିବୁନି। ଚଢ଼େଇର ପରିଶ୍ରମ ଗୁଣ ପାଇଁ ହିଁ ମୁଁ ଏତେ ଦିନ ତୋ ଜମିରେ ରହିଥିଲି। ମୁଁ ତୋ ପାଖରେ ଥିଲି ବୋଲି ତୁ ଏତେ ଉନ୍ନତି କରିପାରିଲୁ। ତୁ ଯେବେ ଚଢ଼େଇକୁ କାମରୁ ବାହାର କରିଦେଲୁ, ମୁଁ ବି ତା ସହ ଚାଲି ଆସିଲି। ଆଜି ତୋର ଯାହା ବି କ୍ଷତି ହେଉଛି, ସେସବୁ ପାଇଁ ତୁ ନିଜେ ଦାୟୀ। ତୋ ଜ୍ଞାନ ତୋ ପାଖରେ ରଖ, ତୁ ନଥିଲେ ବି ମୁଁ ଉନ୍ନତି କରିପାରିବି। ଆଜି ଏ ଘର ସହ ମୁଁ ତତେ ବି ମାରିଦେବି। ଏମିତି କହି କାଉ ପରୀକୁ ମାରିବା ପାଇଁ ତା ପାଖକୁ ଗଲା। ପରୀ ତା ଯାଦୁ ଶକ୍ତିରେ କାଉକୁ ଏକ ବେଙ୍ଗ କରିଦେଲା। କାଉ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ସେବେଠାରୁ ଚଢ଼େଇର ଆଉ ଚିନ୍ତା ରହିଲାନି।
ସେ ପ୍ରତିଦିନ ପରିବା ବିକ୍ରି କରି ଖୁସିରେ ନିଜ ପରିବାର ସହ ରହିଲା।